ବହୁତ ଦିନ ପରେ ଭାଇ ମାନେ ନା କଣ ଆଜି କି ହଁ ବୋଧେ ୱେଲକମ୍ ବ୍ୟାକ୍ ପ୍ରୀତି ସ୍ୱାଇଁ। ମାନେ ନା ଆମେ ଆକ୍ଚୁଆଲି ଦି ଜଣ ଗଦାଧର ମୁଁ ତ ଆମେ ଭିଡିଓ କରିଥିଲୁ ମଝିରେ। ପ୍ରୀତିଶ ଟିକେ ନାଇଁ ଆବସେଣ୍ଟ ଥିଲା। ଏବେ ଜଣା ପଡୁଛି ଆକ୍ଚୁଆଲି ଯୋଉମାନେ ଡେଲି ବ୍ଲଗର କି ସେମାନଙ୍କ ଷ୍ଟ୍ରଗଲ ଟା କଣ। ଆମେ ଯେତେବେଳେ ଫାଷ୍ଟ କରିଥିଲେ ଭାଇ ଜୋସ୍ ସବୁଦିନ କରିବା ଡେଲି ଅପଲୋଡ ହବ ବାକି ସବୁ ଜଣା ପଡିଗଲା। ଠିକ ଅଛି ହ୍ୟାଲୋ ନମସ୍ତେ ତ ଆଶା କରୁଛି ଭଲରେ ଥିବେ ସମସ୍ତେ। ତ ଯେହେତୁ ଆମର ଗୋଟେ ଏଇଟା ଜୟ ଜଗନ୍ନାଥ। ମୋର ବହୁ ଲଙ୍ଗ ଟର୍ମ ଛୁଟି ଥିଲା। ଜୟ ଜଗନ୍ନାଥ କଥା ତ ବହୁତ ଜୟ ଦିନ ଜଗନ୍ନାଥ ପରେ ଜୟ ଆପଣ ଜଗନ୍ନାଥ। ମାନଙ୍କ ସହିତ ନୂଆ ଟପିକ ସହିତ ନୂଆ ଟପିକ କୁ ଆମର ଏଇ ନୂଆ ଭିଡିଓ ଆପଣ ମାନଙ୍କ ପାଖରେ ଆମେ ମାନେ ଆମର ମତ କି ଯାହାବି କଣ୍ଡିସନ ଚାଲିଛି ଏବେକା କ୍ରିକେଟ ର ସରି ଇଣ୍ଡିଆ କ୍ରିକେଟ ର ବେସିକ ତ ଆମେ ଏବେ ଇଣ୍ଡିଆ କ୍ରିକେଟ ହିଁ ଫଲୋ କରିପାରୁଛୁ। ଅଧିକ ବାହାରେ କ୍ରିକେଟ କିଛି ଫଲୋ କରିପାରୁନୁ। ବହୁତ ତ କ୍ରିକେଟ ଚାଲିଛି ଏବେ ଯେମିତି କି ଏବେ ଅଣ୍ଡର 19 ର ଏସିଆ କପ୍ ଚାଲିଛି। ସେଗୁଡା ତ ଆମେ ବହୁତ କିଛି ଫଲୋ କରିପାରୁନୁ। ବାସ୍ ଇଣ୍ଡିଆ କ୍ରିକେଟ ଫଲୋ କରିକି ବି ତାକୁ ବି କଣ୍ଟିନ୍ୟୁସଲି ଫଲୋ କରିପାରୁନୁ। ତ ସେମ ଯାହା ଦେବପ୍ରିୟ ଆଗରୁ ବି କହିକି ରହିଛି ଆପଣ ମାନେ ସପୋର୍ଟ କଲେ ତ ଆମେ ଚେଷ୍ଟା କରିବୁ କି ସମ୍ପୂର୍ଣ୍ଣ ସମୟ ଦେଇକି ସବୁ କାମ ପଛରେ ରଖି ବାସ୍ ଫୋକସ କରିକି କିଛି ତା ଆଗକୁ ଆପଣ ମାନଙ୍କ ପାଖକୁ ସବୁ ଜିନିଷ ସବୁର ପିନ୍ ଟୁ ପିନ୍ ଖବର ଆପଣ ମାନଙ୍କ ରଖିବା କଥା ଏନଫ୍ ଠିକ ଅଛି ଛାଡ ସେ ସବୁ ପରର କଥା। ତ ଏବେ ଇଣ୍ଡିଆ କ୍ରିକେଟ ର କଣ୍ଡିସନ ଦେଖିକି ସେ ୟୁବରାଜ ସିଂ ବାଲା ମେମ ତ ସରି ମିମ୍ସ ଟା ତ ବହୁତ ଭାଇରାଲ ହଉଛି ଏବେ। ଗୌତମ ଗମ୍ଭୀର କୁ ସବୁ ଇଣ୍ଡିଆନ ମାନଙ୍କର ଏବେ ହିଁ ଏଇଆ ହିଁ ଚାଲିଥିବ। ବାକି ଏମିତି ନୁହଁ କୋଚ ଜାଗାରେ ବାକି କିଛିଟା ଡିସିସନ ସେ ଭୁଲ ନଉଛନ୍ତି। ବହୁତ ଭୁଲ ନଉଛନ୍ତି ବହୁତ ୱାଇଲ୍ଡ ଡିସିସନ ନଉଛନ୍ତି। ଯୋଉଥି ପାଇଁ ଇଣ୍ଡିଆ ଟିମ୍ କୁ ତା ନା ମାନେ ଡିସିସନ ପ୍ରୀତିଶ ଡିସିସନ କଣ କି ସେ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛନ୍ତି ବହୁତ ଜିନିଷ। ସି ଡିସିସନ ତ ମାନେ ଡିସିସନ ଏକ୍ସପେରିମେଣ୍ଟ ନେଚର କରିବାକୁ ଚାହୁଁଛନ୍ତି। ସେ ତା ନେଚର ସହିତ ହିଁ ଚାଲି ଯାଉଛନ୍ତି। ମାନେ ସେ ଯୋଉ ଡିସିସନ ଗୁଡା ତା ନେଚର ସହିତ ହିଁ ଆଟିଚ୍ୟୁଡ ର ସହିତ ଭାଇ ଠିକ ଅଛି ଆଟିଟ୍ୟୁଡ ହିଁ ଠିକ ଅଛି। ମାନେ ଗୋଟେ ଟାଇମରେ ହାର୍ଦ୍ଦିକ ପାଣ୍ଡ୍ୟାର ବି ଆଟିଟ୍ୟୁଡ ଥିଲା ବହୁତ ଆଟିଟ୍ୟୁଡ ଥିଲା। ଫିର ବି ତାକୁ ବିରାଟ କୋହଲି ଠାରୁ ତ କେହି ଭାଇ ମାନେ ନା ଲେବୁଲ ର ନଥିଲେ ନା ବିରାଟ କୋହଲି ସିଏ ବି ଆଟିଟ୍ୟୁଡ ଅଲଗା ବଟ ତାର ଡିସିସନ ନାଇଁ ନାଇଁ ନବାର ସ୍କିଲ୍ ମୋ ଟା ଅଲଗା। ନାଇଁ ମୋ କହିବା କଥା ଆଟିଟ୍ୟୁଡ କଥା କହୁଛି ସିଏ ବି ଦିନେ ପୁଣି ସେଇ ଭଗବାନଙ୍କ ପାଖକୁ ହିଁ ଗଲା। ହୁଁ ମାନେ ଠାକୁରଙ୍କ ପାଖକୁ ହିଁ ଗଲା। ତାପରେ ହିଁ ତା ଶତକ ଲାଗିଲା। ତ ମୋ କହିବା କଥା ଏମିତି ଡିସିସନ ନବା କଥା ନୁହଁ କି ବାସ୍ ମତେ ଏମିତି କରିବାର ଅଛି ତ ମୁଁ ଷ୍ଟାର ହେଇଯିବି। ଏମିତି ଯୋଉ ଗୋଟେ ବୟାନ ଦେଇଥିଲା ଗୌତମ ଗମ୍ଭୀର କି ମୁଁ ସେଇ କୋଚ ଯୋଉ କୋଚ ଅଣ୍ଡରରେ ଏସିଆ କପ୍ ସରି ଚାମ୍ପିୟନ୍ସ ଟ୍ରଫି ଜିତିଲା ଇଣ୍ଡିଆ। ଏସିଆ କପ୍ ବି ଜିତିଲା। ଏସିଆ କପ୍ ବି ଜିତିଲେ ନା ଏଇ ବୟାନ ଟା ଆସିଥିଲା ନା। ହୁଁ ଆରେ ଭାଇ ସେଇ ଟାଇମରେ ରିପୋର୍ଟର ମାନେ ପଚାରିଥିଲା ଆଟଲିଷ୍ଟ କି କଣ ଜିତିଲା। ସେଇ ଟାଇମରେ କ୍ୟାପ୍ଟେନସିପ କିଏ ଥିଲା କଣ ଦରକାର ଥିଲା କ୍ୟାପ୍ଟେନକୁ ହଟେଇବା ଟିମରୁ। ହଁ ଆଉ ଯଦି ବି ହଟିଲା ସୂର୍ଯ୍ୟ କୁମାର ୟାଦବ କ୍ୟାପ୍ଟେନସିପ କଣ ପାଇଁ ହେଲା। କୋଉ ଫର୍ମାଟରେ ସେ କ୍ୟାପ୍ଟେନସିପ କରିଥିଲେ ଯୋଉଥିପାଇଁ ସୂର୍ଯ୍ୟ କୁମାର ୟାଦବ କ୍ୟାପ୍ଟେନସିପ ହେଲା। ଆରେ ଭାଇ ମୁଁ ସୂର୍ଯ୍ୟ କୁମାର ୟାଦବକୁ କ୍ୟାପ୍ଟେନସିପରୁ କିଛି ଛଡେଇନୁ ହଁ ସେ ଭଲ କ୍ୟାପ୍ଟେନସିପ କରିପାରିବ। ବାକି କ୍ୟାପ୍ଟେନସିପ ଲାଗି ତ ବ୍ୟାଟିଂରେ ଫର୍ମ ନାହିଁ। ଇଣ୍ଡିଆର କ୍ୟାପ୍ଟେନ ମାନେ ଇଏ ଯେମିତିଆ କଥା ହେଲା ସିଂହ ଯୁଦ୍ଧ କରିବାକୁ ଯାଇଛି ଯୁଦ୍ଧ ଟାଇମରେ ତାକୁ ଏକ ଲାଗୁଛି। ସେଇ କଣ୍ଡିସନ କ୍ୟାପ୍ଟେନ ଭାଇସ କ୍ୟାପ୍ଟେନ ଦି ଜଣ ହିଁ ତ ଫ୍ଲପ ତ ଇଣ୍ଡିଆ ଟିମ ଖେଳିବ କଣ। ଆକ୍ଚୁଆଲି ଏଇଟା ସବୁ ଭାରତୀୟ ମାନଙ୍କ ହାର୍ଟ ରୁ ଏଇ କଥା ଗୁଡା ବାହାରୁଛି। ନା ଜେନୁଇନ ଯଦି କଥା ଭାଇ ଆମେ ଏଗୁଡା ଦେଖିବାକୁ ଯିବା ଆପଣ ଯଦି ଆମେ ଦେଖିବାକୁ ଯିବା ବ୍ୟାଟିଂ ଲାଇନ ଅପ୍ ଅଭିଷେକ ଶର୍ମାଙ୍କୁ ଛାଡିଦେଲେ ନେକ୍ସଟ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟା ଭିତରେ ଓମ୍ ସ୍ୱାହା। ଓମ୍ ସୁହା ପରଫେକ୍ଟ ଆରେ ସି ସେମାନଙ୍କର କିଛି ଯାଉନି ସେମାନେ ତ ବହୁତ ସାରା ପଇସା ନଉଛନ୍ତି ଯୋଉ ଅଡିଏନ୍ସ ମାନେ ଆସୁଛି ଦେଖିବାକୁ 8 ଯାଉଛନ୍ତି। ନମ୍ବରରେ ଅକ୍ଷର ପଟେଲ ଆସୁଛି 3 ନମ୍ବରରେ। ସେ ତ ମ୍ୟାଚ କଥା ଆମେ ବୁଝିବା ମୁଁ କହିବା କଥା ଏବେ କି ଯୋଉ ଯୋଉ ଦର୍ଶକ ଯୋଉ ଅଡିଏନ୍ସ ମାନେ ଯାଉଛନ୍ତି ପଇସା ଖର୍ଚ୍ଚ କରି ଏକ ତ ଟିକେଟ ମିଳିବା ଯୋଉ ମୁସ୍କିଲ ତା ଦେହରେ ଏତେ ପରିଶ୍ରମ କରି ମ୍ୟାଚ ଦେଖିବାକୁ ଯାଉଛନ୍ତି ବହୁତ ସାରା ଷ୍ଟ୍ରଗଲ ନେଇକି ଯାଉଛନ୍ତି। ସେମାନଙ୍କର ତ ପ୍ଲେୟାର ମାନଙ୍କର ଏମାନେ ତ ଏସିରେ ବସିଲେ ଭାଇ ଖେଳିଲେ ତାଙ୍କର ପଇସା ଆସିବା କଥା ଆସିଲେ ଏମିତି ନୁହଁ କି ସେମାନେ ଫିଜିକାଲି କିଛି କରୁନାହାନ୍ତି କି ଏମିତି ସେଇ ଜିନିଷ ନାହିଁ ସେ ଜିନିଷ ଆମେ ତା ଲେବୁଲକୁ ବି ଯାଇପାରିବୁନି। ବାକି ଫିଲିଂ ର କଥା କହୁଛି। ଆଟଲିଷ୍ଟ ତ ଆମକୁ ଲାଗିବା ଦରକାର କି ନା ୱେଲ ଫାଇଟ୍ ଥିଲା ଏମିତି ତ ଥିଲା ଲାଗିବା ଦରକାର ନା। ବାସ୍ ବାସ୍ 23 ଫାଇନାଲ ୱାର୍ଲଡ କପ୍ ହାରିଲା ଇଣ୍ଡିଆ ସମସ୍ତେ ଜାଣିଛନ୍ତି ହାରିଲା। ବଟ୍ କେହି ମାନେ କହିବେନି କି ଇଣ୍ଡିଆ 23 ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ଯୋଉ ଷ୍ଟ୍ରଗଲ ଯୋଉ ଫେଜ କୁ ସେମାନେ କ୍ରସ କରି ବାସ୍ ଯାଇଛନ୍ତି ସେଟାକୁ ଆମେ ବାସ୍ ଆପ୍ରିସିଏଟ କରୁଛୁ ଆଜି। ବାସ୍ ସେମ କଥା ନା ସେଇଟା ଆପ୍ରିସିଏଟ କରିବା କଥା ପ୍ଲସ ଦେଖା ଯାଉଥିଲା କି ଇଣ୍ଡିଆ ମାନେ ବହୁତ ଇଗରନେସ ଅଛି ଜିତିବା ପାଇଁ ବହୁତ ମାନେ ବହୁତ ଷ୍ଟ୍ରଗଲ ଗୋଟେ କରୁଛି ବହୁତ ଗୋଟେ ଫାଇଟ ମାନେ ବାକି ଏ ଟିମ ର କିଛି ଇଏ ଥିଲା ଲାଗୁ ହିଁ ନାହିଁ। ଜୁନୁନ ଥିଲା।
ଗୋଟେ ହଁ ଜୁନୁନ ଥିଲା। नो डाउट ଏଇ ଏରାଟା ଚେଞ୍ଜେସ ର ଏରା ଚାଲିଛି, ଠିକ ଅଛି, ଚେଞ୍ଜେସ ର ଏରା ଚାଲିଛି ଭାଇ, ମୁଁ ସେଇ କଥାରେ ବି ସହମତ କି ଚେଞ୍ଜେସ ର ଏରା ଚାଲିଛି। ଆରେ ଭାଇ ଚେଞ୍ଜେସ ଟା ପୁଣି ଚେଞ୍ଜେସ ୱେରେ ହବା ଦରକାର ନା, ହୁଁ ସମସ୍ତଙ୍କର ଗୋଟେ ପୋଜିସନରେ ବ୍ୟାଟିଂ ବୋଲିଂ ସବୁ କିଛି ମିଳିବା ଦରକାର ନା। ହଁ ଭାଇ ଯଦି ଗେମ୍ ପ୍ଲାନ ହିଁ ତମର ଯଦି ମାନେ ଷ୍ଟିକ୍ ନାହିଁ, ତମର ଗୋଟେ ପରଫେକ୍ଟ ପ୍ଲାନ ତମର ନାହିଁ, ତାହେଲେ ତମ ଏକ୍ଜିକ୍ୟୁସନ ଅବଭିୟସଲି ଭୁଲ ହବ, ନୋ ଡାଉଟ। ନା ଆକ୍ଚୁଆଲି ଦେଖିବାକୁ ଗଲେ ମତେ ଲାଗୁଛି ଯେ ଗୌତମ ଗମ୍ଭୀର ଆଗରେ ଗେମ୍ ପ୍ଲାନ୍ ହିଁ ନାହିଁ। ଗଦାଧର ଯୋଉଟା କହିଲା ଠିକ କଥା ଯେ ଗେମ୍ ପ୍ଲାନ୍ ହିଁ ନାହିଁ। ନାଇଁ ପୂର୍ବ ଯଦି ଭିଡିଓରେ ବି ଆମେ ଗେମ୍ ପ୍ଲାନ୍ ଡିସ୍କସନ ଯୋଉଟା ବି କରିଥିଲେ। ସେ କରୁଛି ମାନେ ଫ୍ଲପ୍ ଗେମ୍ ପ୍ଲାନ୍ ସେଟା। ଆରେ ଗେମ୍ ନାଇଁ ପ୍ଲାନ ପୂର୍ବ ଚାଲିଛି ଭିଡିଓରେ ଅଭିଷେକ ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟା ସରାଉଣ୍ଡିଂ ରେ, ହଁ ଉପରେ ଅଭିଷେକ ଶର୍ମା ମାରୁଛି ରନ୍, ଆସି ହାର୍ଦ୍ଦିକ ପାଣ୍ଡ୍ୟା ପକେଇ ଦଉଛି, ପଛରେ ବୁମରା ଅଛି। ବାସ୍ ପ୍ରିଭିୟସ ମ୍ୟାଚରେ ବୁମରା ବୁମରା ଆସୁଛି, ଚାଲିଲାନି, ହଁ ଅଭିଷେକ ଶର୍ମା ଚାଲିଲାନି, ହାର୍ଦ୍ଦିକ ପାଣ୍ଡ୍ୟା ଚାଲିଲାନି, ମ୍ୟାଚ ସରିଗଲା। ମ୍ୟାଚ୍ ହଁ ଖତମ। ବର୍ଷଦୀପ ବି ଚାଲିଲାନି ତ ସେଥିପାଇଁ। ବାରବାଟୀରେ ଯୋଉ ମ୍ୟାଚ୍ ଟା ହେଲା ଇଣ୍ଡିଆ ସାଉଥ ଆଫ୍ରିକାର, ଓନ୍ଲି ଜିତିଲା ହାର୍ଦ୍ଦିକ ପାଣ୍ଡ୍ୟା ବୁମରା ପାଇଁ, ଓନ୍ଲି नो ଜିତିଲା। डाउट। ଅବଭିୟସଲି। ତାପରେ ଆଉ ଗୋଟେ ଜିନିଷ ଆଉ ଗୋଟେ ପଜିଟିଭ ରହୁଛି ନାଇଁ ସି ଯୋଉଟା ମାନେ ବାରବାଟୀ କନଷ୍ଟାଣ୍ଟ ପଜିଟିଭ ବାରବାଟୀ ପ୍ରୀତି ବାରବାଟୀ ବାଲା ଶୁଣତେ। ମ୍ୟାଚ ରେ ବରୁଣ ଚକ୍ରବର୍ତ୍ତୀର ଭୂମିକା ବହୁତ ଅଛି। ସେଇ କଥା ମୁଁ କହୁଛି, ବରୁଣ ଇଏ ଚକ୍ରବର୍ତ୍ତୀ ହଉଛି କନଷ୍ଟାଣ୍ଟ ହଁ ପଜିଟିଭ। ବରୁଣ ହଁ ଚକ୍ରବର୍ତ୍ତୀ ଆମେ ଯଦି ସେକେଣ୍ଡ T20 ମ୍ୟାଚ ବି ଦେଖିବା ତ ତାର ପରଫରମାନ୍ସ ଭଲ ଥିଲା। ହୁଁ ତା ବାଦେ ଭଲ ଅଛି ବରୁଣ ତା ଚକ୍ରବର୍ତ୍ତୀ, नो ବାଦେ डाउट ନମ୍ବର ହଁ ୱାନ ଟି20 ବୋଲର। ହୁଁ। ନାଇଁ ଦେଖ ବୋଲିଂ ଠିକ ଅଛି, ବୋଲିଂ ଯେହେତୁ ମାନେ ଡିଉ ଆସିଲା, ବୋଲିଂ ଠିକ ସେ କରିପାରିଲେନି, କିନ୍ତୁ ଡିଉ ଯେତିକି ରନ୍ ବି ହେଲା ସେଟା ଚେଜେବୁଲ ଥିଲା। ନା ଡିଉ ଭାଇ କଥା ତ ଯଦି ଡିଉ ସାଉଥ ଡିଉ ଯଦି ଆଫ୍ରିକା ତାଙ୍କ ପାଇଁ ଡିଉ ବି ରେ ଆସିଲା, ଭାଇ କେମିତି ଆମ ବୋଲିଂ ପାଇଁ ବି। କଲେ। ହଁ ଏ ସେଇଆ ତ ଭାଇ ମୁଁ କହୁଛି। ତା ମାନେ ଆମେ ଏଇଟା କହିଦବା କି ଟସ୍ ଇଜ ଓଭରରେଟେଡ୍। ହଁ ଫାଷ୍ଟ ମ୍ୟାଚ୍ ରେ ଇଣ୍ଡିଆ ଟସ୍ ହାରିଲା, ଇଣ୍ଡିଆ ମ୍ୟାଚ୍ ଜିତିଗଲା। ସେକେଣ୍ଡ ମ୍ୟାଚ୍ ସାଉଥ ଆଫ୍ରିକା ଟସ୍ ହେଲା, ସାଉଥ ଆଫ୍ରିକା ମ୍ୟାଚ୍ ଜିତିଗଲା ଇଜିଲି। ତମେ ଯଦି ଟସ୍ ର ଟସ୍ ଭୂମିକା ଜିତିବ, କଣ ଏତେ ସେଇଆ ତ, ତମେ ଯଦି ଟସ୍ ହାରିଲା ମାନେ ତମେ ଜିତି ଯାଉଛ, ତାହେଲେ ତମେ ଟସ୍ ଉପରେ ବେଶୀ ନିର୍ଭର କରିବା ନିର୍ଭର ଦରକାର କାହିଁ ନାହିଁ, କହୁଛ ବାସ୍। ତମେ ତ ତମ ତ ଗେମ୍ ଖେଳ। ଏତେ ହାଇପ୍ ବନେଇବା କି ଟସ୍ ଆମେ ହାରି ଚାଲିଛୁ ସେଥିଲାଗି ପ୍ରୋବ୍ଲେମ, ବେକାର ଜିନିଷ। କିଛି ବି ଦରକାର ନାହିଁ ଭାଇ, ସେଇ ଟସ୍ ଜିତିକି ବି ଆମେ ୱାର୍ଲଡ କପ୍ ଫାଇନାଲ କୁ ପଳେଇଥିଲୁ, ଇଭେନ ଚାମ୍ପିୟନ୍ସ ଟ୍ରଫି ବି ଜିତିକି ପଳେଇ ଆସିଛୁ। ହଁ ଇଏ ଏସିଆ କପ୍ ସେଇ ବି ଜିତି କୋଚ୍ ଯାଇଛୁ। ଯୋଉ କୋଚ୍ ଦିନେ ଗୋଟେ ବୟାନ ଦେଇଥିଲା ଗୋଟେ ବଡ ମହାନ କ୍ୟାପ୍ଟେନ ବିଷୟରେ। ମହାନ କ୍ୟାପ୍ଟେନ ସମସ୍ତଙ୍କର ନଜରରେ ଅଛି, ମୁଁ ସେମିତି କହୁନି କି ମୋ ଏଣ୍ଟ୍ରି ମୁଁ ମହାନ, କି ସିଏ କିଛି ବି ଇଣ୍ଡିଆ ଟିମ୍ ଜିତେଇ ନଥିଲା କି ଏକ ସେକେଣ୍ଡ ମ୍ୟାଚ ନେଇ ଜିତାया था। ତ ଏ ସବୁ ଜାଣିଦେବେ କାହାକୁ କହିବାକୁ ଚାହୁଁଥିଲା। ଆଉ ଇଏ ସେଇ କୋଚ୍ ଆଜି କହୁଛି ଏଇ ମୋରି କୋଚିଂ ରେ ଇଣ୍ଡିଆ ଜିତିଛି। ଆରେ ଭାଇ ତୁ କରିଛୁ କଣ? ଯଦି କୋଚିଂ ଯଦି ଗୌତମ ଗମ୍ଭୀର ନଥାନ୍ତା, ଇଣ୍ଡିଆ ଯୋଉ ଟିମ୍ ଯେମିତି ଖେଳୁଥିଲା ସେମ୍ ଟିମ୍ ଖେଳି ନଥାନ୍ତା। ତାପରେ ଗୌତମ ଗମ୍ଭୀର ସେ ଯୋଉ ଟିମ୍ ଖେଳିଥିଲା ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ ରେ, କି ଏସିଆ ସେ କପ୍ ତ ରାହୁଲ ଛାଡ, ଏସିଆ ଦ୍ରାବିଡର କପ୍ ତ ଅଲଗା ସର୍ଟେଡ କଥା। ଥିଲା। ସେ ରାହୁଲ ସେଇ କଥା, ଦ୍ରାବିଡର ଟିମ୍ ଚାମ୍ପିୟନ୍ସ ଥିଲା। ଟ୍ରଫି ସ୍କ୍ୱାଡ ରେ ଗୌତମ ଗମ୍ଭୀର ଭୂମିକା କଣ ଥିଲା ସେଠି? ଟୋଟାଲ ତ ସେ ରାହୁଲ ଦ୍ରାବିଡର ବନାବନ ଥିଲା ନା ନାଇଁ। ହୁଁ ଏତେ ବର୍ଷ ସିଏ କଷ୍ଟ କରିଥିଲା, ଲାଷ୍ଟକୁ ଯାହା ଭଗବାନ ତାର ଶୁଣିଲେ ଗୋଟେ T20 ୱାର୍ଲଡ କପ୍ ନେଇକି ୱାର୍ଲଡ ଯାଇଛି। କପ୍ ଦେଇଛନ୍ତି ନହେଲେ ବାସ୍। ଆକୁ ତ ସେ ଗୌତମ ଅଲରେଡି ଗମ୍ଭୀର ଆସି କହିଥାନ୍ତା, ସେଇ ଟାଇମରେ ଗୌତମ ଗମ୍ଭୀର ଆସି କହିଥାନ୍ତା ମୋ ଟିମ୍ ମୁଁ ବନେଇଛି T20 ଜିତି ଯାଇଛି। ହୁଁ ଏମିତି ତ କେବେ ବି ଆଉ ଯୋଉ ଟିମ୍ ଏମିତି ଏସିଆ କପ୍ କଥା କହୁଛି ଗୌତମ ଗମ୍ଭୀର, ଏସିଆ କପ୍ ରେ ଓନ୍ଲି ତିଲକ ବର୍ମା ପାଇଁ ହିଁ ଜିତିଲା, ନହେଲେ ଟିମ ର କଣ୍ଡିସନ ପୁରା ସବୁ ତଳକୁ ମ୍ୟାଚ୍ କଥା ପଳେଇଥିଲା। ପଡିଛି, ଫାଇନାଲ ମ୍ୟାଚ୍ କଥା ନୁହଁ, ସବୁ ମ୍ୟାଚ୍ କଥା ପଡିଛି। ନାଇଁ ଫାଇନାଲ ଫାଇନାଲ ଜିତି ମ୍ୟାଚ୍ କଥା ନଥିଲା ତ କହୁଛି, ଜିତି ନଥାନ୍ତା ନା। ଆଉ ତ ବାକି ଯେତିକି ମ୍ୟାଚ୍ ରହିଲା ଅଭିଷେକ ଶର୍ମା ସବୁ ଟାଣି ଘୋଷାଡିକି ନେଇ ଆସିଲା। ସିଏ ବି ଠିକ କଥା। ଆଚ୍ଛା ମତେ ଗୋଟେ ନାଇଁ ଆଉ କଥା ଗୋଟେ କୁହ ଜିନିଷ ହଉଛି, ଦେବପ୍ରିୟ। ଇଂଲଣ୍ଡ ସିରିଜ ଯେବେଠୁ ମାନେ ସରିଛି, ତ ଇଂଲଣ୍ଡ ସିରିଜ ଟା ବହୁତ ସର୍ଟେଡ ଟିମ୍ ଥିଲା। ତମେ ଏ ଭାଇ ଜବରଦସ୍ତି ଟେଷ୍ଟ ଭାଇ ଟିମ୍ ଥିଲା। ସୁମନ ଏ ଗିଲ୍ କୁ ଟେଷ୍ଟ ଟିମ୍ ଥିଲା ଜବରଦସ୍ତି ତମେ ସେଟା ଛାଡ। ପୁରେଇବାକୁ ନେଇକି ମାନେ ଟିମ ରେ ଫିଟିଂ କରିବାକୁ ନେଇକି ବର୍ତ୍ତମାନ ଟୋଟାଲ ଗଡବଡ ହିଁ କରିଦଉଛ। ନାଇଁ ଯଦି ଠିକ ଅଛି। ଭାଇ ଟେଷ୍ଟରେ ହ୍ୱାଇଟ୍ ୱାଶ ହେଇଗଲେ, ଟେଷ୍ଟରେ ହ୍ୱାଇଟ୍ ୱାଶ ହେଇଗଲେ, ପୂର୍ବ ଭିଡିଓରେ ତମେ ଭଲ ଭାବରେ ମାନେ କହିସାରିଛ ଅଲରେଡି। ହଁ ହଁ କିନ୍ତୁ ସେଗୁଡା ସବୁ ମାନେ କେବେ ବି ମୁଁ ତ କହୁଛି ମାନେ ମୋର ଯୋଉ କଣ କହନ୍ତି ସେ ଓଡିଆ ଟର୍ମ ଟା ହେତୁ, ବାସ୍ ମୁଁ ଜାଣିବା ଭିତରେ ମୁଁ ତ କେବେ ବି ଦେଖିନି ଇଣ୍ଡିଆ ଟିମ୍ ଏମିତି ହ୍ୱାଇଟ୍ ୱାଶ ହବାରେ ଇଣ୍ଡିଆରେ ଆସି। ରେୟାର ହୁଁ ମୁଭମେଣ୍ଟ ଇଏ। ଭାଇ ଆଜି ଦି ଏମିତି କି ହଜାର ମସିହା ଏମ ଏସ୍ ଧୋନି ପୂର୍ବରୁ କି ଯାହା ବି ହେଇଥିଲା, ଦି ଏମ ଏସ୍ ହଜାର ଧୋନି କି ପରେ ବି କିଛି ହେଇନି। ହଁ ଏମ ଏସ୍ ଧୋନି କି ଫେଲ୍ଡ କ୍ୟାପ୍ଟେନ କୁହାଯାଉଥିଲା ଟେଷ୍ଟରେ। ବାକି ଏମିତି ବି ନଥିଲା ସେଇ ଟାଇମରେ ଟେଷ୍ଟ ମାନେ ପ୍ଲେଇଂ ନେସନ ଅଲଗା ଥିଲେ, ସେପାରେଟଲି ଟେଷ୍ଟକୁ ଫୋକସ କରୁଥିଲେ। ତ ସେ ସେଇ ହୁଁ ଟାଇମରେ ଫେଲ୍ଡ କ୍ୟାପ୍ଟେନ ହେଇଥାଇପାରେ, ନୋ ଡାଉଟ ସେ ଫେଲ୍ଡ କ୍ୟାପ୍ଟେନ ବି ହଉ। ବାକି ତା ଏରାରେ ବି ଏମିତି ହେଇନି ଯେମିତି ଗୌତମ ଗମ୍ଭୀର କୋଚିଂ ଏରାରେ ବାସ୍ ହେଇଗଲା। ବାସ୍ ବାସ୍ ବାସ୍। ତାପରେ ମାନେ ମତେ ତ ଲାଗୁନି ଇଣ୍ଡିଆନ ଟିମ୍ ଥୋଡି ନା ଖେଳୁଛି, ମତେ ଲାଗୁଛି ଗୋଟେ ଫୁଟବଲ କ୍ଲବ ଖେଳୁଛି। ଆରେ ଭାଇ ପିଚ୍ ଭିତରେ କଣ ହଉଛି ସିଏ ସେଠୁ ଅର୍ଡର ଦେଲେ, ମାନେ
ଚେଞ୍ଜ କରୁଛନ୍ତି ତ ଏମିତି କ୍ୟାପ୍ଟେନ୍ସି ଲାଭ କଣ? ନାଇଁ ରିଷଭ ପନ୍ଥ ବି ଯୋଉ କ୍ୟାପ୍ଟେନ୍ସି କରୁଥିଲା ସେକେଣ୍ଡ ଟେଷ୍ଟରେ ବା ଫାର୍ଷ୍ଟ ଟେଷ୍ଟରେ ବି କିଛି ସମୟ ପାଇଁ କ୍ୟାପ୍ଟେନ୍ସି କରୁଥିଲା ଯେହେତୁ ସୁମନ ଗିଲ୍ ଇଞ୍ଜର୍ଡ ହେଇଗଲା, କିନ୍ତୁ ସିଏ ତାର ନିଜ ପ୍ଲାନ୍ ଟୋଟାଲ ୟୁଜ ହିଁ କରିନି। ସେ ଟୋଟାଲ ବାହାରୁ ଯାହା ବି ଆସୁଥିଲା ଇନଫରମେସନ ସେଇଆକୁ ନେଇକି ସେ ଏକ୍ଜିକ୍ୟୁଟ କରୁଥିଲା ମ୍ୟାଚରେ। ରୋହିତ ଶର୍ମା, MS ଧୋନି ଆଜି ଏତେ ସକ୍ସେସ୍ କଣ ପାଇଁ? ସେମାନେ ସବୁବେଳେ ମାନେ ପ୍ରେଜେଣ୍ଟ ଇଏରେ କଣ ଚାଲିଛି ସେ ସିଚୁଏସନ କୁ ନେଇକି ସେମାନେ ଗେମ୍ ପ୍ଲାନ ତିଆରି କରନ୍ତି। ବାସ୍ ସେମାନଙ୍କର ଅନଫିଲ୍ଡ ଡିସିସନ ହଉଛି ବେଷ୍ଟ। ବାସ୍ କଣ୍ଡିସନ ସିଚୁଏସନ ୱାଇଜ ସେମାନେ ଡିସିସନ ମାନେ ଇଜିଲି ଟେକେନ କରିପାରନ୍ତି। ମାନେ ପିଚ୍ କେମିତି ବିହେଭ କରୁଛି, ବଲ୍ କେମିତି ହଉଛି, ଅନଫିଲ୍ଡ ଡିସିସନ ନା। ହୁଁ ଯଦି ତୁ ଜଣକୁ କ୍ୟାପ୍ଟେନସିପ ଦେଇକି ଛାଡିଛୁ କି ଗଦାଧର ତୁ କ୍ୟାପ୍ଟେନସିପ କରିବୁ, ତାର ସେତିକି କ୍ୟାପାବିଲିଟି ଥିବା ଦରକାର ନା। ବାସ୍ ଯଦି କ୍ୟାପାବିଲିଟି ନାହିଁ ତାକୁ ପଛ ଆଡୁ କୋଚ୍ ପେଲିକି କରିବାର ଅଛି ତ ସେ କଣ ପାଇଁ କ୍ୟାପ୍ଟେନସିପ ହବ? କୋଚର କାମ ହଉଛି ଗୋଟେ ପ୍ଲେୟର କୁ ସେ ଠିକ ୱେରେ ଛାଡିବ, ମାନେ ଗୋଟେ ଡିରେକ୍ସନ ହଁ ଦେଖେଇବ। ଓରେ ହେଇକିରି ବାସ୍ ଏମିତି ତ ସେ ଦି ତାପରେ ଦିଟା ପ୍ଲେୟାରଙ୍କ କ୍ୟାରିୟର ଯେତେବେଳେ ପ୍ଲେୟର ଫିଲ୍ଡ କୁ ଯାଉଛି ସିଏ ତା ମାଇଣ୍ଡ ୟୁଜ କରିବା ଦରକାର। ବାକି ହଁ ଛୋଟ ମୋଟ ନାଇଁ ଜିନିଷ ଯୋଉଟା କି ଏମିତି କୋଚ୍ ସେଟା ଏମିତିରେ ମାନେ ସେ ଦି ଦିଟା ଇନଫରମେସନ ପ୍ଲେୟାରଙ୍କ ପଠେଇବ କ୍ୟାରିୟର ସେଟା ଖରାପ ଅଲଗା କଥା। କରିଦଉଛି। ହଁ ଏମିତିରେ ସେ ଦି ଦିଟା ପ୍ଲେୟାରଙ୍କ କ୍ୟାରିୟର ଖରାପ କରିଦଉଛି। ଏକରେ ସୂର୍ଯ୍ୟକୁମାର ଯାଦବ, ଦୁଇରେ ସୁମନ ଗିଲ୍। ଶୁଭମନ ଗିଲ୍ ବାସ୍। ଯଦି ଆମେ ତା ତାର ସହିତ ଆଇପିଏଲ ର ଖାଲି ଷ୍ଟାର୍ସ ଦିଟା ଟା ନୁହଁ ଦେଖିବା, ଖାଲି ଦିଟା ନୁହଁ ତା ସହିତ ସଞ୍ଜୁ ସାମସନ ରବି ସଞ୍ଜୁ ଯିଏ ସାମସନ ହଁ, ତିନିଟା ସେଞ୍ଚୁରୀ ମାରିକି ଆସିବ ପୁଣି ଓପନିଂ ସ୍ଲଟ ରେ। ଯଦି ଆମେ ସିଏ ଆଇପିଏଲ ଷ୍ଟାର୍ସ ଟା ଗୌତମ ଦେଖିବା, ଗମ୍ଭୀର ପଛରେ ସୁମନ ଏମିତି ଗିଲ୍ ବସିଛି ମୁହଁ ଶୁଖେଇକି। ସେ ଦେବପ୍ରିୟ ସେ ହିଁ ଦିନେ କହିଥିଲା କି ଯଦି ତୁ 20ଟା ମ୍ୟାଚ୍ ବି ଫ୍ଲପ ହଉ ମୁଁ ତତେ ଚାନ୍ସେସ୍ ଦେବି। ଚାନ୍ସ ଦେବି ବାସ୍। 21 ସଞ୍ଜୁ ନମ୍ବର ମ୍ୟାଚରେ ସାମସନକୁ ମୁଁ ଚାନ୍ସେସ୍ ଦେବି। ହୁଁ ଚାନ୍ସ ଦେବି। ଆଜି ତା ପାଇଁ ଚାନ୍ସ ନାହିଁ। ଆରେ ଭାଇ ଯଦି ଆମେ ଏମିତି ଆଙ୍ଗେଲରେ ଦେଖିବା, ସଞ୍ଜୁ ସାମସନ ଗୋଟେ ୱିକେଟ କିପର ମଧ୍ୟ, ଓପନର ବ୍ୟାଟ୍ସମ୍ୟାନ ମଧ୍ୟ। ବାସ୍ ତ କିନ୍ତୁ ମାନେ ତାକୁ ଜବରଦସ୍ତି ଫିନିଶର କରିବାକୁ ଟ୍ରାଏ କଲେ, ଫିନିଶର ବି ସେ ହଁ ଫ୍ଲପ ହେଲା। ତା ସ୍ଲଟ ଦଉଛି ଆଉ ତମେ ଠିକ କହିବ ଗୌତମ ଆମେ ଗମ୍ଭୀର ଆସିକି ଆମେ ଯେତିକି 10 ନମ୍ବରରେ ବ୍ୟାଟିଂ କରିବ ଆଉ ଓପନିଂ ବୋଲିଂ କରିବ, କଣ ହବ? ଗୌତମ ଗମ୍ଭୀର ନିଜକୁ ନିଜେ ଆମେ ପଚେଇବା ଯେତିକି ଦରକାର। ଦେଖିଛେ ମ୍ୟାଚ୍, କ୍ରିକେଟ ମ୍ୟାଚ୍ ଆମେ ଯେତିକି ଦେଖିଛେ, ଯେତିକି ଷ୍ଟଡି କରିଛେ ଆମ ଏରା ଭିତରେ, ତ ଏବେକା ଟାଇମରେ T20 ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଠାରୁ ତ ଭଲ କ୍ୟାପ୍ଟେନସିପ ଇଣ୍ଡିଆ ଟିମକୁ ମିଳିପାରିବନି କି? ନା ତା ଷ୍ଟେବିଲିଟି, ସିଏ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନସିପରେ ଆହୁରି ଭଲ ଖେଳେ, ଆହୁରି ଭଲ ପରଫମାନ୍ସ ଦିଏ। ହୁଁ ପ୍ଲସ୍ ତାର ସେ ପ୍ରେସର କି ସେମିତି କି ଇଏ କରିବା, ସେ ଝୁଁକିଯିବା ସେ ନଥାଏ ତାର। ସେ ଆରାମ ସେ ହ୍ୟାଣ୍ଡେଲ କରିପାରେ। ଆଉ କଣ ପାଇଁ ସୂର୍ଯ୍ୟକୁମାର ଯାଦବକୁ ଜୋର ଜବରଦସ୍ତ ଆଣି ତା କ୍ୟାରିୟରଟା ନଷ୍ଟ କରିବାର କାରଣ କଣ ଥିଲା? ଏମିତି କହୁନି ନେକ୍ସଟ ମ୍ୟାଚରେ ସେ ସେଞ୍ଚୁରୀ ମାରି ଦେଇପାରେ। ବାକି ଯେତେ ମ୍ୟାଚ ହେଲାଣି, 16ଟା 14ଟା ମ୍ୟାଚ ତ କିଛି ବି କରିନି ନା। ଗୋଟେ ମ୍ୟାଚ ବାସ୍ ମାରିଦବ ହଁ ଚାଲିଲା, ପୁଣି ନେକ୍ସଟ ଠିକ ୱାର୍ଲଡ କପ୍ ବାଂଲାଦେଶ ବେଳକୁ ଫ୍ଲପ ଚାଲିବ। ବାଂଲାଦେଶ ଠିକ ୱାର୍ଲଡ ସିରିଜ କପ୍ ବେଳକୁ ପରଠୁ ଫ୍ଲପ ଚାଲିବ। ସୂର୍ଯ୍ୟ କୁମାର ଯାଦବର ଟୋଟାଲ ଫର୍ମ ହିଁ ନାହିଁ ମାନେ T20 ରେ। ଆଉ 8ଟି ମ୍ୟାଚ ଅଛି T20 ୱାର୍ଲଡ କପ୍ ପୂର୍ବରୁ, ଏପର୍ଯ୍ୟନ୍ତ ଇଣ୍ଡିଆ ଟିମ୍ ସିଲେକ୍ସନ କରିପାରିଲାନି ପରଫେକ୍ଟ ପ୍ଲେଇଂ 11। ଆଉ 2 ମାସରେ ଏପର୍ଯ୍ୟନ୍ତ T20 ଫ୍ଲପିଂ ୱାର୍ଲଡ କପ୍ ଅଛି। କରିଚାଲିଛି T20 ୱାର୍ଲଡ କପ୍। 8ଟା ଆ- ମ୍ୟାଚ ଅଛି ଆଉ T20 ଆଉ ଗୋଟେ 8ଟି। ସବୁଠୁ ମତେ ଖରାପ ଲାଗୁଛି, ମାନେ ପ୍ରଥମେ ତ ଏବେ ତ ସବୁ ମାନେ ଆସୋସିଏଟ ନେସନ ବି ଆସୁଛନ୍ତି T20 ୱାର୍ଲଡ କପ୍, ଯୋଉଟା ଗୋଟେ ଭଲ ଡିସିସନ ମଧ୍ୟ। କିନ୍ତୁ ପୁଣି ସେଇ ଇଣ୍ଡିଆ ଗ୍ରୁପ ରେ ପାକିସ୍ତାନ ଆସିଲା, ପୁଣି ଆଉ 3ଟା ମେନ୍ୟୁ ଟିମ୍। ଗୋଟେ କିଛି ଆଫଗାନିସ୍ତାନକୁ ଆଣ, ଯଦି ପାକିସ୍ତାନକୁ ଆଣୁଛ ଆଫଗାନିସ୍ତାନକୁ ଆଣ। ଗୋଟେ ମାନେ ଗୋଟେ ନା ତ ନା କମ୍ପିଟେଟିଭ ଇଏ କ୍ରିକେଟ ଆସିବ। ଆକ୍ଚୁଆଲି ଠିକ କଥା ଦେବ ପ୍ରିୟ। ଆକ୍ଚୁଆଲି ସେ ଏବେ ଆଗ ଟାଇମରେ କ୍ରିକେଟ ହିଁ ଚଲାଉଥିଲା। ମୋ କହିବାର ଅର୍ଥ ହଁ ବୁଝିପାରୁଛ? ଏବେ ଏବେ କ୍ରିକେଟ କୁ ବ୍ରଡକାଷ୍ଟର୍ସ ଚଲଉଛନ୍ତି। ବ୍ରୋଡକାଷ୍ଟର ଚଲାଉଛନ୍ତି। ତ ସେଇ ୱେରେ ସେମାନେ ଯେହେତୁ ଏତେ ପଇସା ସେମାନେ ଇନଭେଷ୍ଟ କରୁଛନ୍ତି, ତ ସେମାନେ ଅବଭିୟସଲି ତାଙ୍କର ବି ମାନେ ପଏଣ୍ଟ ଅଫ ଭ୍ୟୁ ଟା ଏଠି ରହିବା ନିହାତି ଦରକାର। କାରଣ ମୁଁ ସେମାନେ ଏତେ ଟଙ୍କା ବୁଝିପାରୁନି କାହିଁକି ଗୋଟେ ତାଙ୍କ ଜିନିଷ ପଏଣ୍ଟ ବି ଅଫ ଭ୍ୟୁ କଣ। ମାନେ ଆଉ ଗୋଟେ ଗୋଟେ ଜିନିଷ ବି ମାନେ 3ଟା ମ୍ୟାଚ କାଲି ଇଣ୍ଡିଆ ଯୋଉ ଆମର ଖେଳିବ ଅବଭିୟସଲି ଗ୍ରୁପ ଟିଆରପି। ଷ୍ଟେଜ ରେ। ଇଣ୍ଡିଆ ପାକିସ୍ତାନ ମ୍ୟାଚ ଠାରୁ ଅଧିକ ଟିଆରପି କୋଉ ମ୍ୟାଚ ନାହିଁ। କୋଉ ଏବେ ମ୍ୟାଚ୍ ତ ନାହିଁ ହଁ। ଅଧିକ ପଇସା ବାଲା ମ୍ୟାଚ କୋଉ ମ୍ୟାଚ ନାହିଁ। ସେଟା ସତ କଥା। କାରଣ ଅଲରେଡି ଆମର ସେଟା ଯୋଉ ଟିକେଟ କାଲି ଆସିଛି ସନ୍ଧ୍ୟା ବେଳେ, ଅଲରେଡି 30 ମିନିଟ୍ସ ଭିତରେ ଇଣ୍ଡିଆ ପାକିସ୍ତାନର ସୋଲ୍ଡ ଆଉଟ୍ ହେଇଯାଇଛି। ହଁ, ସେଟା ସତ କଥା ଯେ ଇଣ୍ଡିଆ ପାକିସ୍ତାନର ମ୍ୟାଚ୍ କୁ ଆଉ କୌଣସି ମ୍ୟାଚ୍ ଏତେ ଟିଆରପି ଦେଇପାରିବନି। ତଥାପି ଯଦି ଆମେ ଗ୍ରୁପ କୁ ଗୋଟେ ମାନେ ଡେପ୍ଥ ଅଫ ଗ୍ରୁପ ତିଆରି କରିବା ଇଣ୍ଡିଆ ଗ୍ରୁପ କୁ, ତ ନାଇଁ ଆହୁରି ତ ଦେବପ୍ରିୟ ମୁଁ ଟିଆରପି ଦେଖିବା ଆସିବ ନା। ଭିତରେ ଅଲଗା ଇଣ୍ଡିଆ ଅଲଗା ଗ୍ରୁପ ଯୋଉ ତ ଡେଟ୍ ଅଫ ଅଲଗା ଯୋଉ ଗ୍ରୁପ ଅଫ ଡେଥ୍ ହଉଛି ମେ ବି ଗ୍ରୁପ ଡି ଗ୍ରୁପ ଟା ଅଛି ନା, ଗ୍ରୁପ ଡି ଟା। ହଁ ଦେବପ୍ରିୟ ଏଇଠି ଶୋ କରିଦବା ଆମ ଅଡିଏନ୍ସ ମାନଙ୍କ ପାଇଁ ଗ୍ରୁପ ର ଡିଟେଲ୍ସ ଗୁରା ହଁ 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 କି ମାନେ ସେ ବିଷୟରେ କୋଉ ଗ୍ରୁପ ରେ
ଶୁଣ ହଁ ଗ୍ରୁପ ହଁ ଆଉ ମାନେ ଅଲଗା ଅଲଗା ଯୋଉ ଟିମ୍ ଅଛନ୍ତି ବା ସେଇ ବିଷୟରେ ଆମେ ପରେ ଆଉ ଗୋଟେ ଭିଡିଓ ଆମେ ଡିସ୍କସନ କରିବା, କିନ୍ତୁ ବର୍ତ୍ତମାନ ଆମର ଜିନିଷ ହଉଛି ଆମର ଟିମ୍ ଯୋଉ ଗେମ୍ ପ୍ଲାନ୍ କୁ ନେଇ ଖେଳୁଛି T20 ୱାର୍ଲଡ କପ୍ ମାନେ ଅଲରେଡି ପାଖେଇ ଆସିଲାଣି। ଆଉ ଯେମିତି କାଲି ବି ମ୍ୟାଚ୍ ରେ କଣ ହେଲା ନା, ଅକ୍ଷର ପଟେଲ କୁ 3 ନମ୍ବର ଛାଡିବା କୌଣସି ଦରକାର ନଥିଲା, କାରଣ ତମ ପାଖରେ ଗୋଟେ ରନ୍ ର ପାହାଡ ଅଲରେଡି ଟାର୍ଗେଟ ଅଛି, ଆଉ ଆଉ ତମ ପାଖରେ ତିଲକ ବର୍ମା ଏକ୍ସପିରିଏନ୍ସ ବାଲା ଭଳିଆ ଗୋଟେ ଅଛନ୍ତି। ବ୍ୟାଟର ଅଛି, ଶୁଣ ନୋ ଯଦି ଡାଉଟ, ଲେଫ୍ଟି ଦରକାର ନୋ ଥିଲା ଡାଉଟ ତିଲକ ବର୍ମା ଯେତେବେଳେ ଅଛି, ସିଏ ବି ଆସି ଗୋଟେ ନାଇଁ ନାଇଁ କ୍ରୁସିଆଲ ମୁଁ ନ ଖେଳିକି ଗଲା। ହଁ ସେ ଖେଳିଗଲା କିଛି ଠିକ ଅଛି, ଯେତେବେଳେ କିନ୍ତୁ ବିରାଟ କୋହଲି ଆଉ ରୋହିତ ଗଦାଧର ଶର୍ମା ଭଲ ହବ ଖେଳୁଥିଲେ। ଟିକେ, ଗଦାଧର ଟିକେ ମାନେ ଅଡିଏନ୍ସ, ଆମ ଅଡିଏନ୍ସ ମାନଙ୍କୁ କି ଦର୍ଶକ ମାନଙ୍କୁ ଟିକେ ସ୍କୋର କାର୍ଡ ଟା ଜଣେଇ ଦିଅ, ଦେନ୍ ତାପରେ ଅକ୍ଷର ପଟେଲ ବାଲା ଷ୍ଟୋରି କହିବ, ସେମାନେ ବୁଝି ବି ପାରିବେ ଯୋଉମାନେ କାଲି ମ୍ୟାଚ୍ କୁ ମିସ୍ କରିଛନ୍ତି। ନାଇଁ ସେମିତି ମିସ୍ ଦେବପୁର କଲା ହେଲା କେହି ନଥିବ ମତେ ଲାଗୁନି। ମୁଁ ତଥାପି ତ ନିଜେ ମ୍ୟାଚ୍ ଦେଖିନି, ଆମେ ସତ କଥା। କାହିଁ କହିଦବା ଯେମିତି କି ବାସ୍ ମୁଁ ଟସ୍ ଟସ୍ ଇଣ୍ଡିଆ ମୁଁ ଜିତିଲା ଆଶାରେ ଆଉ ଥିଲି ବୋଲିଂ ହାର୍ଦ୍ଦିକ ନବାକୁ। ପାଣ୍ଡ୍ୟା, ହୁଁ। ମୁଁ ଆଶାରେ ଥିଲି ହାର୍ଦ୍ଦିକ ପାଣ୍ଡ୍ୟା ଯାଏ, ହାର୍ଦ୍ଦିକ ପାଣ୍ଡ୍ୟା ସଟ୍ ଦେଖିବି, ହାର୍ଦ୍ଦିକ ପାଣ୍ଡ୍ୟା ବାସ୍। ମତେ ତ ଏବେ T20 ରେ ସିରିୟସଲି ଯଦି କିଏ ଭଲ ଲାଗୁଛି, ଆଚ୍ଛା ଅଭିଷେକ ଶର୍ମା ସବୁଆଡେ ହାଇଲାଇଟ୍ ଚାଲିଛି। 36 କି 35 ମ୍ୟାଚେସ୍ ରେ ସେ ମେ ବି 104 କି 105 ଅଲମୋଷ୍ଟ 6 ଲଗେଇ ସାରିଛି। ଏକ ନମ୍ବର ଅଛି ସାବାଜ ସମଥିଙ୍ଗ ଯୋଉ ଡକୁମେଣ୍ଟାରୀ ବୁମରା ବାଲା। ବନ୍ଧୁକ ଧରି ହଁ ଟେରରିଷ୍ଟ। ସାହିବ ଜାଦା ଫରାନ, ସାହିବ ଜାଦା ଫରାନ। ତ ଦୁଇରେ ଅଛି ସାହିବ ଜାଦା ଫରାନ 57 କି 58 ମ୍ୟାଚେସ୍ ବଗେରା ଖେଳିଛି। ଦୁଇରେ ନିକୋଲସ ପୁରନ ଅଛି, ସିଏ ବି ଅଲମୋଷ୍ଟ 48 କି 49, ଇଏ 37। ନୋ ଡାଉଟ ଅଭିଷେକ ଶର୍ମା ବହୁତ ମାରିଛି, ବହୁତ ମାରିଛି। ବାକି ବଟ୍ ସବୁ ମ୍ୟାଚ୍ ରେ ଅଭିଷେକ ଶର୍ମା ମାରିବ ତାର କିଛି ଗ୍ୟାରେଣ୍ଟି ନାହିଁ। ନାଇଁ ନାଇଁ ଆଉ ଗୋଟେ ଜିନିଷ ଗ୍ୟାରେଣ୍ଟି ଶୁଣ, ନାହିଁ ତାକୁ ଯେତେବେଳେ ପ୍ଲସ୍ ତମେ ଫ୍ରି ଛାଡିବ, ଦେଖ ଯଦି ୱିକେଟ ଯଦି ତମର ନ ଯିବ 2ଟା ୱିକେଟ, ତାହେଲେ ସିଏ ବି ଭାଇ ଫ୍ରି ମାଇଣ୍ଡେଡ୍ ରେ ଖେଳି ପାରିବ, ବୁଝିପାରୁଛ ତ? ସେ ବାସ୍ ଅଷ୍ଟ୍ରେଲିଆ ସହିତ ବି ତାର ମାନେ ପରଫରମାନ୍ସ ଦେଖେଇ ସାରିଛି, ଏମିତି ନୁହଁ କି ତାର ଟ୍ୟାଲେଣ୍ଟ କମି ଅଛି କିମ୍ବା ସେ ଭଲ ପ୍ରେସର ହ୍ୟାଣ୍ଡେଲ କରିପାରିବନି, ସେଇଟା ନୋ ଡାଉଟ। କିନ୍ତୁ ଜିନିଷ ହେଲା ନୋ କଣ ଡାଉଟ। କହିଲେ, ତାକୁ ଜଣେ ସପୋର୍ଟ ଦବା ପାଇଁ ରହିବା ଦରକାର। ବାସ୍ ଠିକ ବାସ୍। ଗୋଟେ ଏଣ୍ଡରୁ ଯଦି ୱିକେଟ ଆଛେ, ଏମିତି ସୁମନ ଗିଲ୍ 2ଟା ମ୍ୟାଚ୍ ରେ ଫାର୍ଷ୍ଟରେ ଆଉଟ୍ ହେଇଯାଉଛି, ସୋ ଅବଭିୟସଲି ପ୍ରେସର ଅଭିଷେକ ଶର୍ମା ଉପରେ ହିଁ ପଡିବ। ମାନେ ଯଦି ଫାଷ୍ଟ ଗୋଟେ ବ୍ୟାଟ୍ସମ୍ୟାନ ଓଭରରୁ ହିଁ ବ୍ୟାଟିଂ ମାନେ କରିବ, ଫାଷ୍ଟ ତାପରେ ଓଭରରୁ ହିଁ ପୁଣି ସେ ଆଉଟ୍ ଯଦି ହେଇଯାଉଛି। 3 ନମ୍ବରରେ ଅକ୍ଷର ପଟେଲ ଆସି ଯାଉଛି, ସିଏ ବି ପୁଣି ଟୁକ୍ 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 ବାବରାଜ ଆମର ଭାଇ ଭଳିଆ ତ ଲାଗୁଛି। ସ୍କୋର କାର୍ଡ ଟା ଦେବ ଟିକେ କହିଦବ। ଓକେ, ତ ସ୍କୋର କାର୍ଡ ଏହା କି ଟସ୍ ଜିତିକି ତ ଇଣ୍ଡିଆ ବୋଲିଂ ନେଲା, ସାଉଥ ଆଫ୍ରିକାକୁ ବ୍ୟାଟିଂ ପାଇଁ ଇନଭାଇଟ୍ କଲା। ଆଉ ସାଉଥ ଆଫ୍ରିକା ଗୋଟେ ପାହାଡ ଠିଆ କରିଥିଲା ଇଣ୍ଡିଆ ସାମ୍ନାରେ 213 ରନ୍ ର ଲକ୍ଷ୍ୟ, ସରି 214 ରନ୍ ର ଲକ୍ଷ୍ୟ। ଆଉ 213 ରନ୍ ରେ ସେମାନେ 4ଟା ୱିକେଟ ହରାଇଥିଲେ ଏବଂ ଫୁଲ୍ 20 ଓଭର ହିଁ ଖେଳିଥିଲେ। ଆଉ ସବୁଠୁ ତାଙ୍କର ଷ୍ଟାର ବ୍ୟାଟର ଥିଲା କ୍ୱିଣ୍ଟନ ଡିକକ୍, କ୍ୱିଣ୍ଟନ ଯିଏ ଡିକକ୍ ମୋ ମତରେ ମାନେ ବର୍ତ୍ତମାନ ହ୍ୱାଇଟ୍ ବଲ୍ କୁ ମାନେ ତାଙ୍କର କମବ୍ୟାକ୍ କରିଦେଇଛନ୍ତି। ଫାଷ୍ଟ ବାସ୍ ମ୍ୟାଚ୍ ରେ ଅବଶ୍ୟ କମ ସ୍କୋର କରି ଆଉଟ୍ ହେଇଯାଇଥିଲେ। ଫାଷ୍ଟ ମ୍ୟାଚ୍ ଦେଖ, ଫାଷ୍ଟ ମ୍ୟାଚ୍ ହଉଛି ଭଲ ବଲ୍ ଟା ଆକ୍ଚୁଆଲି ପଡିଥିଲା ଅର୍ଷଦୀପ ସିଂ ର, ହେଲା। ତ ହଁ ସେଟା ଆମେ ତାକୁ ଅର୍ଷଦୀପ ସିଂ କୁ କ୍ରେଡିଟ ଦେବାର ଅଛି, ସେଥିପାଇଁ। କିନ୍ତୁ ଲାଷ୍ଟ ମ୍ୟାଚ୍ ମାନେ କାଲି ସେକେଣ୍ଡ T20 ରେ ଆମେ କ୍ରେଡିଟ ଦବା ଦରକାର କ୍ୱିଣ୍ଟନ ଡିକକ୍ କୁ, କାହିଁକିନା ତାର ଯୋଉ ସର୍ଟ ସିଲେକ୍ସନ ଥିଲା, ତାର ଯୋଉ ମାନେ ଖେଳିବାର ଯୋଉ ଷ୍ଟାଇଲ ଥିଲା, ସେ ମାନେ ଦେଖେଇ ଦେଇଥିଲା ଯେ ମୁଁ ପୂର୍ବରୁ ଯେମିତି ଖେଳୁଥିଲି ଆଜି ବି ମୋ ପାଖରେ ସେଇଭଳିଆ ଫର୍ମ ଅଛି। ତ ନୋ ଡାଉଟ। ତ ତାପରେ ଇଭେନ୍ ରିଚା ବି ହେଣ୍ଡ୍ରିକ୍ସ। କ୍ୱିଣ୍ଟନ ଡିକକ୍ ମାନେ ଲାଗୁଥିଲା କି IPL ଖେଳି ନପାରିବେ ବୋଲି, ମାନେ ତାଙ୍କ ନାଁ ଦେବେ କି ନଦେବେ ବୋଲି, କିନ୍ତୁ ସେ IPL ପାଇଁ ରେଜିଷ୍ଟ୍ରେସନ କରିଛନ୍ତି, ମାନେ ଯୋଉ ଅକ୍ସନ ପାଇଁ। ଓକେ ଓକେ, ତ ସେଟା ଆମେ ପଛ କଥା, ସେଟା IPL ରେ ଆସିଲେ ଡିସ୍କସନ କରିବା। IPL ର ଗୋଟେ ମଜାଦାର ଭିଡିଓ ଆସିବାର ଅଛି, ତ ହଁ ଜମା ବି ମିସ୍ କରିବେନି ସେ ଭିଡିଓ। ବହୁତ ସାରା, କାରଣ ଏବେ ତ ଆମେ 3 ଭାଇ ଅଛୁ, ତ କିଛି ଦିନ ପରେ ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ ଓଭର ଯାଉଛି, ତ ଭାଇ ବନେଗା ସିଏ ତ ବହୁତ ଦୁଶ୍ମନ। ଷ୍ଟ୍ରଗଲ। ଦୁଶ୍ମନ ବାକି ସେଇଟା ତ ଏମିତି ନର୍ମାଲ ଜିନିଷ, ସେଇଟା ସବୁ ମାନଙ୍କ ସହିତ, ସବୁ ଫ୍ୟାନ ମାନଙ୍କ ସହିତ ଥାଏ, ନିଜ ନିଜର ପସନ୍ଦିଦା ଟିମ୍ ଥାନ୍ତି। ଏମିତି ନୁହଁ କି ତା ମାନେ ଆମେ ଝଗଡା କରିବୁ, ବାକି ସେଇ ଯୋଉ ହଁ ମଜାଦାର ଫାଇଟ୍ ତ ହବ ନିହାତି। ହବ ହଁ। ତ ତ ୱେଟ୍ କରନ୍ତୁ। ଓକେ ଓକେ, IPL ଅକ୍ସନ ବି ଜଲ୍ଦି ଆସିବାକୁ ଓକେ ଯାଉଛି। ଗଦାଧର ରହିଯାଅ, ଜାନୁଆରୀ ଆମେ 16 ଟିକେ ସ୍କୋର କାର୍ଡ ଡିସ୍କସନ ଡିସେମ୍ବର 16 କରିଚାଲୁ, ତାପରେ IPL ଅଛି ଆଗକୁ। तो क्विंटन ଠିକ ଅଛି। डिकॉक जीतेगा 90 तो रन। चेन्नई ही। ओके ओके, वो तो वक्त ही बताएगा। ओके, क्विंटन इस डिकॉक साला 90 रन। लॉलीपॉप ओके ओके ओके, क्विंटन डिकॉक 90 रन विथ 195 स्ट्राइक रेट। रिजा हेंड्रिक्स जे कि पुणी आउ थे स्क्वाड को रिटर्न करछन्ती, से भलो परफॉर्मेंस करनथले, मात्र 10 टी बॉल 8 रन करी जाइतले। आउ तांकर कैप्टेन 3 नंबर सी भी ट्राई करथिले अक्षर पटेल भलिया खेलिया पई, बट
ଲାଷ୍ଟ କୁ 2ଟା ଛଅ ମାରିକି ଆଉଟ୍ ହେଇଗଲେ। 29 ରନ୍ କରିଥିଲେ 26 ବଲରୁ। ଡିୱାଲ୍ଡ ବ୍ରେଭିସ୍ ଯିଏକି ଜଣେ ଆଟାକିଂ ବ୍ୟାଟର ସମସ୍ତେ ଜାଣିଛନ୍ତି, ସିଏ ବି ଟ୍ରାଏ କରିଥିଲା କି ଆଟାକିଂ ଖେଳିବା ପାଇଁ, ତଥାପି 10 ବଲରେ 14 ରନ୍ କରିକି ଆଉଟ୍ ହେଇଯାଇଥିଲା। ଆଉ ଆଉ ସବୁଠୁ ଗୋଟେ ଜିନିଷ ମାନେ ଡେୱାଲ ବେବିସ୍ ଯୋଉ ଆଉଟ୍ ହେଲେ ତାର କ୍ୟାଚ୍ ଟା ଦେଖିଛ ଯେତେବେଳେ ତିଲକ ବର୍ମା ନେଲା, ତ ହଁ ବହୁତ ଡିଫିକଲ୍ଟ କ୍ୟାଚ୍ ଟା, ମାନେ ବହୁତ ଟର୍ଣ୍ଣିଂ କ୍ୟାଚ୍ ବଢିଆ ଭାବରେ। ହଁ, ସେଇଠୁ ମୁଁ ଭାବୁଥିଲି ମ୍ୟାଚ୍ ଟର୍ନ ହବ, ବଟ୍ ମିଲର ଆଉ ଡୋନାଭନ ଫେରେରା ବାକି ସିଏ ବାକି ଆସିକି ସେଇ କ୍ୟାଚ୍ ଗେମ୍ ଚେଞ୍ଜ କରିଦେଲେ। 16 ବାକି ବଲ୍ 30 ରନ୍। ବାକି ବାକି ସେମ୍ କ୍ୟାଚ୍ ଡିୱାଲ ବ୍ରେଭିସ୍ ର ଚେନ୍ନାଇ ଯେତେବେଳେ ମୁମ୍ବାଇ ସାଙ୍ଗେ ଖେଳୁଥିବ ତିଲକ ବର୍ମା ଧରି ପାରିବନି। ହଁ, ନେକ୍ସଟ ଦେବପ୍ରିୟ କୁହ। ଓକେ, ଡୋନାଭନ ଫେରେରା 16 ବଲ୍ 30 ରନ୍, 187 ଷ୍ଟ୍ରାଇକ୍ ରେଟ୍। ଏବଂ କିଲର ମିଲର ଡେଭିଡ ମିଲର 12 ବଲ୍ 20 ରନ୍, 166 ଷ୍ଟ୍ରାଇକ୍ ରେଟ୍। ତ ସାଉଥ ଆଫ୍ରିକାକୁ ଆକ୍ଚୁଆଲି ଗୋଟେ ବେଷ୍ଟ ଫିନିଶ ମିଳିଥିଲା, ତ ଯାହାକି ତାଙ୍କ ହାତରେ ବି ସେ ମୋମେଣ୍ଟମ ଟା ଥିଲା, ଆଉ ସେମାନେ ସେଇ ମୋମେଣ୍ଟମ ଟା କ୍ୟାରି କରିଥିଲେ ତାଙ୍କର ବୋଲିଂ ରେ। ଆଉ ଇଣ୍ଡିଆ ଆସୁ ଆସୁ ତ ପ୍ରଥମ ବଲ୍ ରେ ଶୁଭମନ ଗିଲ୍ ଚାଲ। ଘର ଆଉ ବାପସି। ଯଦିଓ ଶୁଭମନ ଗିଲ୍ ର ପାର୍ଟନର ଅଭିଷେକ ଶର୍ମା ମାନେ ଟ୍ରାଏ କରିଥିଲା ଯେ ସ୍କୋରିଂ ରେଟ୍ କୁ ବଢେଇବା ପାଇଁ, ତଥାପି ସେ 8 ବଲ୍ ରେ 17 ରନ୍ କରିକି ଆଉଟ୍ ହେଇଯାଇଥିଲା। ହଁ, ଆମେ କହିପାରିବା ଗୋଟେ ମାନେ ତାର ଏକ୍ସପ୍ଲୋସିଭ ଷ୍ଟାର୍ଟିଂ ଥିଲା, ବଟ୍ ସେ ସବୁ ମ୍ୟାଚ୍ ରେ 50 60 70 ରନ୍ କରିବ ତାର ତ କିଛି ଗ୍ୟାରେଣ୍ଟି ନାହିଁ। ସେମିତିଆ ବ୍ୟାଟ୍ସମ୍ୟାନ ଉପରେ ଗ୍ୟାରେଣ୍ଟି ରହି ହିଁ ଗ୍ୟାରେଣ୍ଟି ପାରିବନି। ନାହିଁ, ଆଇଦର ମାରିବେ ତ ମାରିବା ୱାନ୍ ପାର। ସାଇଡ ମ୍ୟାଚ୍, ନାଇଁ ତ ଫାଷ୍ଟ ବଲ୍। ବାସ୍, ତାପରେ ଶୁଭମନ ଗିଲ୍ ତ ଫ୍ଲପ୍ ଶୋ। ଅକ୍ଷର ପଟେଲ ହଉଛି ଶୁଭମନ ଗିଲ୍ ଠୁ ବି ଯଦି ଫ୍ଲପ୍ ଶୋ ମୁଁ କହିବି ତାହେଲେ ସିଏ ହଉଛି ଅକ୍ଷର ପଟେଲ। ଶୁଭମନ ଗିଲ୍ ତ କହିବାକୁ ଗଲେ ଗୋଟିଏ ବଲ୍ ହିଁ ଲସ୍ କଲା, ଯାହାବି ନାଇଁ, ସେଠି ମାନେ 120ଟା ବଲ୍। ଅକ୍ଷର ପଟେଲର କିଛି ଭୁଲ ନାହିଁ, ଭୁଲ ହଉଛି ଗୌତମ ଗମ୍ଭୀରର। ନାଇଁ ଅକ୍ଷର ପଟେଲ କୋଚିଂ ମୁଁ ଭୁଲ କୋଚିଂ କହିବିନି, ଷ୍ଟାଫ ମାନଙ୍କର ଯେ ଆମେ ତ ଭୁଲ ନାହିଁ ମୁଁ କହିପାରିବାନି ଗୌତମ କହିବିନି। ଗମ୍ଭୀର ତାକୁ ପଠେଇଛି ବୋଲି ପର୍ସନାଲି କେବେ ବି କହିପାରିବାନି, ଆମେ ଜାଣିନେ ନା। ଯେହେତୁ ଗୌତମ ଗମ୍ଭୀର ବହୁତ ପ୍ରୋଆକ୍ଟିଭ ରହୁଛି, ବହୁତ ଆକ୍ଟିଭ ରହୁଛି, ତ ସେଥିଲାଗି ସମସ୍ତେ ଗୌତମ ଗମ୍ଭୀର ବ୍ଲେମ କରୁଛନ୍ତି। ନିଜେ ହିଁ ହଁ ତ ଆସି କହୁଛି କି କୋଚିଂ ଅଣ୍ଡର ଜିତି, ତ ଅବଭିୟସଲି ବ୍ଲେମ କରିବାଟା ଧାର୍ଯ୍ୟ। ବାକି ନାଇଁ କୋଚିଂ ଷ୍ଟାଫ ମାନଙ୍କର ଗଦାଧର ତୁ ଯୋଉ କହିଲୁ କି ଆମେ ଅକ୍ଷର ପଟେଲ କୁ ବ୍ଲେମ କରିବା ଉଚିତ ନୁହଁ, ମୁଁ ସେଟା ବି କହିବିନି ଯେ ଅକ୍ଷର ପଟେଲ ବ୍ଲେମ କରିବା ଉଚିତ ନୁହଁ। ଯଦି ମାନେ ତୋର ଆସୁ ତୁ 3 ନମ୍ବରରେ ତତେ ତ ପଠେଇଛି ମାନେ ତୋର ସେତିକି କାପାସିଟି ଅଛି କି କାପାବିଲିଟି ଅଛି, ତ ସେଥିପାଇଁ ତତେ 3 ନମ୍ବରରେ ପଠେଇଛନ୍ତି, ତ ସେଟାକୁ ତ ତୁ କ୍ୟାରି କରିବୁ। ଆଇଦର ଫିର ତୁ ବି 10ଟା ଅକ୍ଷର ବଲରେ। ପଟେଲ ଏମିତି ନୁହଁ, ଅକ୍ଷର ପଟେଲ ଏମିତି କରିନି କି ଡେଡ୍ ଡିଫେନ୍ସ କରିଛି ଆସିକି, ସିଏ ହଁ, ବି ଟ୍ରାଏ କରିଛି। ସେ ମାନେ ଟ୍ରାଏ କରିଛି ସତ। ଜାଡେଜାର ଜାଡେ ଜାଡେଜାର ଲେବୁଲ ଅକ୍ଷର ପଟେଲ ଲେବୁଲରେ ନିହାତି ଡିଫରେନ୍ସ ଅଛି। ସେଟା ନିହାତି ତ ଅଛି। ଡିଫରେନ୍ସ ଅଛି। ଆମେ ମାନିବା କି ନ ମାନିବା ନିହାତି ଡିଫରେନ୍ସ ଅଛି। ଆଉ ଜାଡେଜା ଫିର ଗୋଟେ ବି ମୁଁ ବେଷ୍ଟ କହୁଛି ଗୋଟେ ଫିନିଶର ଯଦି ଆମେ ବ୍ୟାଟ୍ସମ୍ୟାନ କହିପାରିବା। ଗୋଟେ ବ୍ୟାଟ୍ସମ୍ୟାନ 3 ନମ୍ବରରେ ଆସି ଯେତେବେଳେ 4 ନମ୍ବର ବ୍ୟାଟିଂ କରିବାକୁ ଆଉଛି, କି ସେଇ 4 ନମ୍ବର ଟାଇମ କୁ ବ୍ୟାଟିଂ କରିବାକୁ ଆଉଛି, ଆଉ ଦେଖୁଛି କି ଆଗରେ ୱିକେଟ ପଡୁଛି, ଭଲ ଭଲ ବ୍ୟାଟ୍ସମ୍ୟାନ ବି ସ୍କୋର କରିବା ସେଇ ଟାଇମରେ କଷ୍ଟ ହେଇଯାଇଥାଏ। ଏ ତ ଅଲରାଉଣ୍ଡର ଗୋଟେ। ତ ମୁଁ ଗଦାଧର ସହିତ ସହମତ କି ଦୋଷ ଦବାଟା କି ତାକୁ ବ୍ଲେମ କରିବା ସେମିତି ନୁହଁ କି ଅକ୍ଷର ପଟେଲ ଏମିତି ଚାହେଁନି କି ଅକ୍ଷର ପଟେଲ ଖେଳି ଶିଖିନି କି ଅକ୍ଷର ପଟେଲ ଖେଳେନି। ପୋଜିସନିଂ ପାଇଁ ସେ ଫସି ଯାଇଛି ଅକ୍ଷର ପଟେଲ। ହଁ, ସେଟା ଆମେ କହିପାରିବା ଯେ ସେଇ ପୋଜିସନିଂ ପାଇଁ ସେ ସେଇ ଯୋଉ ଖସି ବଲ ଯାଇଛି। ସୁଇଙ୍ଗ ହେଇଛି, ସେଇ ଯୋଉ ପ୍ରେସରଟା ପଇଲା, ସେଇ ଯୋଉ ପ୍ରେସରଟା ପଇଲା, ସେଇ ଯୋଉ ସୁଇଙ୍ଗଟା ହେଲା, ସେମ ବଲ ସେ ଯଦି ଖେଳିବାକୁ ଆସିଥାନ୍ତା ଏଇ 12 ଓଭର 13 ଓଭର ବେଳକୁ, ବଲ ତ ଡୁଲ ନଥିଲା କିନ୍ତୁ ଯାଉଥିଲା, ପ୍ଲିଜ ତ କନେକ୍ଟ ହେଇଥାନ୍ତା। ବଲ ସୁଇଙ୍ଗ ଓକେ, ହବାର ତ 2ଟା 3ଟା ମିସ୍ ହେଲା, କନେକ୍ଟ ହେଲାନି। ତାପରେ ଛାଡ ଆଗକୁ ତାପରେ ସ୍କୋର କାଟିବା ଅକ୍ଷର ଆମର ପଟେଲ ପରେ ସ୍କୋର ଆସିଥିଲେ କାଟିବା। କ୍ୟାପ୍ଟେନ ଆସିଥିଲେ ଯିଏ କି 4ଟା ବଲରେ 5 ରନ୍ କରିକି ପ୍ୟାଭିଲିୟନ ଫେରି ଯାଇଥିଲେ। ଏବଂ ତାପରେ ଇଣ୍ଡିଆର ଯୋଉଟା କି ମାନେ ସବୁଠୁ ବଡ ପଜିଟିଭ ଥିଲା ବ୍ୟାଟିଂ ରେ, ସେ ହଉଛି ତିଲକ ବର୍ମା। ତିଲକ ବର୍ମା 34 ବଲରେ 62 ରନ୍ ସେ ସ୍କୋର କରି ଯାଇଛି, 182 ର ଷ୍ଟ୍ରାଇକ୍ ରେଟ୍ ଛାଡି ଦିଅ। କାଲିକା ମ୍ୟାଚରେ ଆମେ ସରି ତିଲକ ବର୍ମା ଛଡା ଆଉ କାରି ପାଖରୁ ମାନେ ସେଇ ଷ୍ଟ୍ରାଇକ୍ ରେଟ୍ ଦେଖି ପାରୁନଥିଲୁ ଏକ୍ସେପ୍ଟ ଜିତେଶ ଶର୍ମା। ତ ତାପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଲା। ହଁ, ହାର୍ଦ୍ଦିକ ପାଣ୍ଡ୍ୟା ବି ସେମ ସିଚୁଏସନ, ଯେ ସିଏ ବି ତମକୁ ସବୁ ମ୍ୟାଚ ରେ ଉଦ୍ଧାର କରିପାରିବନି। ଏମିତି ତ ଗୋଟେ ମ୍ୟାଚ ଆସିବ ଯୋଉଟା ଖରାପ ହବ, ତ ସେଇଟା କାଲି ତାର ଥିଲା। ତ ଲେଟ୍ ଫରଗେଟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜିତେଶ ନାଇଁ, ଶର୍ମା। ଆଉ ଗୋଟେ ଜିତେଶ ଜିନିଷ, ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟାକୁ 2ଟା ଚାନ୍ସ ମିଳିଥିଲା, କିନ୍ତୁ ନାଇଁ, ଦୁର୍ଭାଗ୍ୟବଶତଃ ସେ ମାନେ କ୍ଲିକ୍ କରିପାରିଲାନି। ହାର୍ଦ୍ଦିକ ପାଣ୍ଡ୍ୟା ସବୁ ମ୍ୟାଚ ରେ ବାଡେଇକି ସେ ତମକୁ ଉଦ୍ଧାର କରିବ ସେମିତି ତ ଗ୍ୟାରେଣ୍ଟି ନାହିଁ। ଯୋଉଟା ପରେ ଗୋଟେ ନା ଗୋଟେ ଟାଇମ ବି ମ୍ୟାଚ ସେମିତି ଥିଲା, ଅବଭିୟସଲି ତାକୁ ମାରିବାକୁ ବି ପଡିବ। ପଡିବ, ହୁଁ। ସିଏ ଆସିକି ବି ଗୋଟେ ଟ୍ରାଏ ଓଭରରେ କରିଛି। 18 ରନ୍ 20 ରନ୍, ହଁ 18 ରନ୍ 20 ରନ୍ ଗୋଟେ ଓଭରରେ ଯଦି ରନ୍ ରେଟ୍ ପଡିବ, ତ ହଁ, କେମିତି ନର୍ମାଲ କଥା। ତାପରେ ଜିତେଶ ଶର୍ମା ଆସିକି ସି ବି ଟ୍ରାଏ କରିଥିଲା, 17 ବଲ୍ 27 ମାରିକି ଆଉଟ୍ ହେଇଛି।
ଆଉ ଶିବମ ଦୁବେ, ଅର୍ଷଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ବୁମରା ନ କହିଲେ ଚଳିବ, କାହିଁକି ନା ସେମାନେ ଆଉ ଲାଷ୍ଟ ଆସି କଣ କରିବେ? ଶୁଭମ କେତେ ଦୁବେ ରନ୍ ରେ ହାତରେ ଇଣ୍ଡିଆ ଟିମ୍ 50 ରନ୍ ନା 51 50 ରନ୍ ରନ୍ ନା 51 52 ରନ୍ ରନ୍ସ 51 ରନ୍ 51 ରନ୍ସ ରେ ଇଣ୍ଡିଆ ଟିମ୍ ମାନେ ସାଉଥ ଆଫ୍ରିକା ମାନେ ଇକ୍ୱାଲ ପରାଜୟ ହେଇଗଲା। ଗୋଟେ ହାସଲ ତରଫା କରିଛି। ଇଣ୍ଡିଆ ହରେଇଥିଲା, ମୁଁ ତ ଆକୁ ବି କହିବି ଗୋଟେ ତରଫା ହାର। ହଁ ଗୋଟେ ତରଫ ହୁଁ ଯେତେବେଳେ ଇଣ୍ଡିଆ ଟୋଟାଲି ଫାଇଟିଂ 17 ସ୍ପିରିଟ ହିଁ ଓଭରରେ ନଥିଲା। ୱାନ୍ ନାଇଁ ଯେତେବେଳେ ଇଣ୍ଡିଆ 17 ଓଭରରେ 168 କି 67 ସମଥିଙ୍ଗ ରନ୍ ସ୍କୋର ଥିଲା, 69 ସମଥିଙ୍ଗ, ସେତେବେଳେ ମୁଁ ତ ଖୁସି ହେଇଥିଲି। ବୁମରାର 2 ଓଭର ଅଛି, ଅର୍ଷଦୀପର 1 ଓଭର, 200 ହବ ତ। କିନ୍ତୁ ଯୋଉ ପୁଅର ବୋଲିଂ ଟା କାଲି ଦେଖାଗଲା କି ମାଇଣ୍ଡସେଟ ଏରକର ମାରିବା ହିଁ ମାରିବା, ସାଉଥ ଆଫ୍ରିକା ସେଇଟାକୁ ସେ କରେକ୍ସନ କରି ଦେଖେଇଦେଲା କି ନା ସେମାନେ ଏଇ ସ୍ଲୋର ମାରିଲେ, କଣ୍ଡିସନରେ କେମିତି ବୋଲିଂ କରାଯାଏ। ସେମାନେ ବାସ୍ ମାନେ ଲେନ୍ଥ ବଲ ରେ ବୋଲିଂ କଲେ, ଯାହାକି ଆମ ପାଇଁ ଲାଷ୍ଟ ଅଡୁଆ 3 ହେଲା ଓଭରରେ ଖେଳିବା ଇଣ୍ଡିଆ ପାଇଁ। କାଲି ଲାଷ୍ଟ 3 ଓଭରରେ ଇଣ୍ଡିଆ 49 ରନ୍ କନସିଡର କରିଛି। ସେ ପୁଣି 2ଟା ଓଭର ବୁମରାର ଅଛି ତା ଭିତରେ। ଏମିତି ରେୟାର ବୁମରା ଅର୍ଷଦୀପ ଦେଖିବାକୁ ସିଂର ମିଳିବ ଗୋଟେ କି ଓଭର। ବୁମରା 4 ଓଭରରେ 40 ରନ୍ କନସିଡର କରିଥିବ ବୋଲି। କାହିଁକି? ରିଜନ କଣ ନା କାଲି 18ଟା ବଲରେ ମିନିମମ୍ ତ 7 ରୁ 8ଟା ବଲ ଫୁଟର୍ସ ହିଁ ପଡିଛି, ତ ସବୁଥିରେ ସେମାନେ ସ୍କୋରିଂ କରିଛନ୍ତି। ଆଉ ଗୋଟେ ହୁଁ କଥା ହେଲା, ଯିଏ କି ଅର୍ଷଦୀପ ସିଂ ଭଳିଆ ବୋଲର ଗୋଟେ ଓଭର 7ଟା ୱାଇଡ ପକେଇଛି। 7ଟା ୱାଇଡ ପକେଇଛି। କଣ ମାଇଣ୍ଡସେଟ ଏର ଥିଲା? ତା ପଛରେ ମାଇଣ୍ଡସେଟ କଣ ଥିଲା? ଛାଡ ଏଇଟା ଏମିତି ବି ବହୁତ ଜଣ ବାହାରିବେ କି ଏଇଟା ପାଇଁ ବି ବ୍ଲେମ କରିବେ ଗୌତମ ଗମ୍ଭୀରକୁ କି ସେ ଏଇ ମାଇଣ୍ଡସେଟ ଆସିଥିଲା। ନୋ ଡାଉଟ ହେଇଥିବ ବି, କିଛି ଏମିତି ମାନେ ବି ନାହିଁ, କାରଣ ଡିସ୍କ ବ୍ରେକ୍ ତା ପୂର୍ବରୁ ଜଷ୍ଟ ଥିଲା। ତ ଏମିତି କିଛି ବି ଇଏ ନାହିଁ କି କୋଚିଂ ଷ୍ଟାଫ ସେମିତି କହିନଥିବେ। ଏତେ ଇନଭଲ୍ଭ ହଉଛନ୍ତି ମାନେ କୋଚିଂ ଷ୍ଟାଫ ନିହାତି କିଛି ଆଇଡିଆ ଆସିଥିବ। ଆସିଥିବ। ହଁ ଫିର ବି ମୋ ମତରେ ତ ପ୍ଲେୟାର ମାନଙ୍କୁ ଛାଡିଦବା କଥା। ତାଙ୍କ ମାନେ ତାଙ୍କୁ ଗୋଟେ ସେମାନେ ଫ୍ରି ସ୍ପେସ ଦବା ତାଙ୍କଠୁ ଦରକାର। ବେଷ୍ଟ କେହି ୟଙ୍ଗଷ୍ଟର ନାହାନ୍ତି କି ନୂଆ ନୂଆ କାଲି ଜଏନ କରିଛନ୍ତି ଯିଏ ଜାଣିନାହାନ୍ତି ଖେଳିବା କି କେମିତି କଣ କରିବେ। ସମସ୍ତଙ୍କର ଭଲ ଏକ୍ସପିରିଏନ୍ସ ହେଇସାରିଲେଣି ଅଲରେଡି। ତାଙ୍କୁ ତାଙ୍କ ଜାଗା ସେ କେମିତି ହ୍ୟାଣ୍ଡେଲ କରିବେ, ତାଙ୍କୁ ଛାଡିଦବା କଥା ପିସଫୁଲି ଟୋଟାଲ ଟିମକୁ। ବାସ୍ ବାସ୍। ଆଇଦର ଆଉ ଆଉ ଯଦି ଗୋଟେ କଥା ହେଲା ପ୍ରୀତିଶ, ଇଣ୍ଡିଆ ଟିମ ର ଗୋଟେ ମାନେ କନଷ୍ଟାଣ୍ଟ ପରଫରମାନ୍ସ ବୋଲିଂ ରେ ଯିଏ ଦଉଛି ସିଏ ହଉଛି ବରୁଣ ଚକ୍ରବର୍ତ୍ତୀ। ଆମେ ବରୁଣ ବାରବାଟୀ ଚକ୍ରବର୍ତ୍ତୀ ମ୍ୟାଚ ହଉ ନୋ ଡାଉଟ କିମ୍ବା ଚଣ୍ଡିଗଡ଼ ମ୍ୟାଚ ହଉ ଗତକାଲିର, ବରୁଣ ଚକ୍ରବର୍ତ୍ତୀ ହିଁ ଆକ୍ଚୁଆଲି ମାନେ ଟପ୍ କ୍ଲାସ ବୋଲିଂ କରିଛି, ଆମେ ମାନିବା। ନମ୍ବର ୱାନ ବୋଲର, ନମ୍ବର ବାସ୍। ୱାନ, ନମ୍ବର ୱାନ ବୋଲର ଟି20 ନୋ ଡାଉଟ। ତା ଦେହରେ ଆଉ କିଛି କଥାବାର୍ତ୍ତା ହିଁ ନାହିଁ। ଓକେ, ତ ଠିକ ଅଛି। ବର୍ତ୍ତମାନ ଜିନିଷ ହଉଛି କଣ, ବର୍ତ୍ତମାନ ଟିମ୍ 15 ଠିକ ଅଛନ୍ତି ମାନେ ମୋ ମତରେ। କିନ୍ତୁ ତାଙ୍କୁ ନେଇକି ମାନେ ଯଦି ତମେ ପ୍ରପର ପୋଜିସନିଂ ଦବ, ତାଙ୍କୁ ଗୋଟେ ଦାୟିତ୍ବ ଦବ କି ନାଇଁ ଏଇ ସମୟରେ ଯାଇକି ଏମିତି ସର୍ଟ ଖେଳିବାର ଅଛି, ବା ତମ ନିଜ ହିସାବରେ ମାନେ ମ୍ୟାଚ କୁ ଆଗକୁ ନବାର ଅଛି, ତ ସେମାନେ ପରଫେକ୍ଟଲି ଭାଇ ଭଲ ଖେଳିବେ। ଆଉ ନୋ ଡାଉଟ କି ସେମାନେ ଭାଇ ବହୁତ ଏକ୍ସପିରିଏନ୍ସ ହେଇଗଲାଣି। ସେମାନଙ୍କୁ ବାସ୍ କିଛି ମାନେ ପ୍ଲେଇଂ କହିବା। 11 ହିଁ ଗଡବଡ ଅଛି। ହଁ ପ୍ଲେଇଂ 11 ହିଁ ଗଡବଡ ଅଛି। ପ୍ଲେଇଂ ପ୍ଲେଇଂ 11 ହଁ। 15 ଠିକ ଅଛି। ହୁଁ। ହଁ ପ୍ଲେଇଂ ନା 15 ରେ ପ୍ଲେଇଂ କାହା ଡାଉଟ ନାହିଁ। 15 ରେ ମୁଁ ଆକ୍ଚୁଆଲି କହିବି ଯେ ରିଙ୍କୁ ସିଂ ରହିବା ଦରକାର। ସେଇଟା ଗୋଟେ ଡିବେଟ ମାନେ ଗୋଟେ ଡିବେଟ ର କଥା। କାହିଁକି ନା ଯଦି ଆମେ ରିଙ୍କୁ ସିଂଙ୍କୁ ଇନଭଲ୍ଭ କରୁଛେ, ରିଙ୍କୁ ସିଂଙ୍କୁ କାହା ଜାଗାରେ ଇନଭଲ୍ଭ କରିବା? ଶିବମ ଦୁବେ ବାହାର କରି ନାଇଁ ନାଇଁ ଶିବମ ଦୁବେ କାହାକୁ ନୁହେଁ। ବାହାର କରି ନାଇଁ, ତାପରେ ଆଉ ଗୋଟେ କାହାକୁ ଜିନିଷ ବାହାର ହଉଛି କରିବି? ଆଉ ଗୋଟେ ତିଲକ ଜିନିଷ ହଉଛି ବର୍ମାକୁ ବାହାର କରିବି। ବର୍ତ୍ତମାନ 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 ଇଂଲଣ୍ଡ ସିରିଜ ନାଇଁ ଦେବପ୍ରିୟକୁ ପୂର୍ବରୁ କଥା ଦେବପ୍ରିୟକୁ ଟିକେ କହିବାକୁ ଦିଅ। କୋଉ ପ୍ଲେୟାରକୁ ବାହାର କରି ରିଙ୍କୁ ସିଂଙ୍କୁ ଦେଖ ଇନଭଲ୍ଭ କରିବା? ମୁଁ ବର୍ତ୍ତମାନ ମୁଁ ତମେ ଜିତେଶ ଶର୍ମାକୁ ବାହାର କରିପାରିବନି। ଯଦି ତମେ ସଞ୍ଜୁ ଜିତେଶ ସାମସନକୁ ବି ଶର୍ମା ବାହାର କରିଦଉଛ, କରିହବନି। କିନ୍ତୁ ଜିତେଶ ଶର୍ମାକୁ ବର୍ତ୍ତମାନ ବାହାର କରିବନି। ମୁଁ ତ କହିବି ଯଦି ମାନେ ହାର୍ଦ୍ଦିକ ପାଣ୍ଡ୍ୟା ବି ଧର ମାନେ ଅଭିଷେକ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏମାନେ ମାନେ ଯେମିତି ଯେତିକି ଇମ୍ପୋର୍ଟାଣ୍ଟ, ବର୍ତ୍ତମାନ ଜିତେଶ ଶର୍ମା ବି ସେତିକି ଇମ୍ପୋର୍ଟାଣ୍ଟ ହେଇଗଲାଣି। ହଁ କାହିଁକି ନା ମାନେ ଟିମ୍ ସେ ସବୁ ଇଲେଭେନରେ ସିଏ ରହିବା ଇମ୍ପାକ୍ଟ ଦରକାର ଦଉଛି। ହିଁ ଦରକାର। ଜିତେଶ ଶର୍ମା ତ କିପିଂ କରୁଛି, ତା କଥା ଆସିଲା କୋଉଠୁ ବାହାର କରିବା କଥା ନ ବାହାର କରିବା କଥା। କାହିଁକି ନା କିପର ହଁ ହିଁ କେହି ହଁ। ନେଟ୍ ନାହାନ୍ତି, କେହି ଲାଉଲି ନାହିଁ। ହୁଁ। ପରଫରମାନ୍ସ ୱାଇଜ ଛାଡ। ତ ନାଇଁ ଭାଇ, ରିଙ୍କୁ ସିଂ କୋଉ ପରଫରମାନ୍ସ ଜାଗାରେ ଭାଇ ଖେଳିବ? ଏବେ ବେଟର ଅଛି। ଖେଳିବ ପରଫରମାନ୍ସ ଭାଇ ଗୋଟିଏ ବେଟର ହିଁ ଅଛି। ପ୍ଲେସ ଅଛି। ଗୋଟିଏ ହିଁ ପ୍ଲେସ ଅଛି ରିଙ୍କୁ ସିଂ ଖେଳିବ, ସେ ହଉଛି ଶିବମ ଦୁବେ ଜାଗାରେ। ଶିବମ ଦୁବେ ପୋଜିସନରେ। ଯଦି ହୁଁ। ଶିବମ ଦୁବେ ଠିକ ଅଛି ପୋଜିସନରେ ଠିକ ଅଛି। ନ ରହିବ, ଯଦି ଶିବମ ଦୁବେ ପୋଜିସନ ଟା ନ ରହିବ, ଯୋଉ 2 ଓଭର ବୋଲିଂ କରିଛି ଶିବମ ଦୁବେ ଆଉ ଯେତିକି ରନ୍ ଚାପିଛି, ଅକ୍ଷର ପଟେଲ ଯୋଉ 2 ଓଭର ଇକ୍ୱାଲ କରିଛି, ସେଇ ପୋଜିସନ ଟା ମିଳିବନି ଇଣ୍ଡିଆ ଟିମ୍। ହୁଁ। ତ ମାନେ ଅବଭିୟସଲି କଥା, ଏବେ ବାହାର କରିବା ତ କଷ୍ଟକର କି କାହାକୁ ବସେଇ ରିଙ୍କୁ ସିଂ। ହଁ ଏମିତି କରିହବ କୋଉ କେସରେ, ଯୋଉ କେସରେ ଏମିତି ପିକ୍ ମାନେ ବାହାରେ। ଏବେ ତ ଏଇ ନେକ୍ସଟ ମାନେ ଟୋଟାଲି ଟି20 ଫର୍ମାଟ ଶ୍ରୀଲଙ୍କା ଆଉ ଇଣ୍ଡିଆରେ ଅଛି, ସ୍ପିନ୍ ଟ୍ରାକ ରେ ଅଛି। ତ ମତେ ଲାଗୁନି ଏଇ ସିଜନରେ ଶିବମ ଦୁବେକୁ ସେମାନେ ବାହାର କରି ରିସ୍କ ନେବେ ବୋଲି। ହେଲା, କାହିଁକି ନା ଯଦି ହଁ ରିଙ୍କୁ ସିଂ ଇନଭଲ୍ଭ କରିହବ କୋଉ ଜାଗାରେ,
ଯୋଉ ଯାଏ ଅଷ୍ଟ୍ରେଲିଆ ଭଳିଆ ପିଚ୍ ରେ ଭାଇ 3ଟା 4ଟା ଫାଷ୍ଟ ବୋଲର ଖେଳିଲେ, ଗୋଟେ ରିଙ୍କୁ ସିଂ ବସିଲା, ଗୋଟେ ବରୁଣ ଚକ୍ରବର୍ତ୍ତୀ ବସିଲା, ଶିବମ ଦୁବେ ଠିକ ଅଛି, ଶିବମ ଦୁବେ ନ ଖେଳିଲେ ଚଳିବ ସ୍ପାଇସି ପିଚ୍ ରେ। ବାକି ଏବେକା ପିଚ୍ ରେ ତ ଗୋଟେ ସେ କଜନ ସହିତ ଯିବ ଅବଭିୟସଲି, ଆଉ ଗୋଟେ ବୋଲିଂ ଅପସନ ଇନ କେସ୍ ଅକ୍ଷର ପଟେଲ ଇନଜୁର୍ଡ ହେଇଗଲା, ବୋଲିଂ କି କରିବ? ରିଙ୍କୁ ସିଂ ନୋ ଡାଉଟ ବୋଲିଂ କରିପାରିବ, ବାକି ଏମିତି ଥୋड़ी ନା ଏତେ ଶିବମ ଦୁବେ ଆଟଲିଷ୍ଟ ଅଲରାଉଣ୍ଡର ରେ କାଉଣ୍ଟ ହଉଛି, ରିଙ୍କୁ ସିଂ ଥୋଡ଼ି ନା ଅଲରାଉଣ୍ଡର ରେ କାଉଣ୍ଟ ହୁଏ। ତ ଏବେ ପାଇଁ ତ ହଉ ଠିକ ଅଛି। ପ୍ରୋବ୍ଲେମେଟିକ ଅଛି। ଓକେ, ତ ତ ଠିକ ଅଛି। ତ ଲାଷ୍ଟ କଥା ଖାଲି କହିବାକୁ ଚାହୁଁଛି ଯେ ମାନେ କାଲି ଯେହେତୁ ୱେଡନେସଡେ ଥିଲା, ଆମର ରାଙ୍କିଙ୍ଗ ୱେଡନେସଡେ ସବୁ ଥିଲା, ପଳେଇ ଆସିଛି। ଥର୍ସଡେ ଥିଲା, ତା ପୂର୍ବରୁ ରାଙ୍କିଙ୍ଗ ସରି, ଅଲରେଡି ଆସିଯାଇଛି। ଓକେ ଓକେ, ତ ୱେଡନେସଡେ ରେ ଆମର ରାଙ୍କିଙ୍ଗ ସବୁ ପଳେଇ ଆସିଛି। ତ ଆମର ଲେଜେଣ୍ଡ ବିରାଟ କୋହଲି ଆଉ ରୋହିତ ଶର୍ମା ଟପ୍ 1 ୱାନ୍, 2 ଆଉ ରେ ରୋହିତ ଶର୍ମା 1 ରେ ଅଛନ୍ତି, 2 ରେ ଅଛନ୍ତି ବିରାଟ କୋହଲି। पेड़ बूढ़ा हो जाए तो शिकार करना थोड़ी ना छूटता है। ନାଇଁ, ଆଉ ଗୋଟେ ଜିନିଷ वही वाला केस। ମୁଁ ଏବେ ଦେଖୁଥିଲି, ଆମର ଯୋଉ ଫାପ୍ ଫୋର୍ ଥିଲେ, ବିରାଟ ଫାପ୍ କୋହଲି ସବୁ ଫୋର୍ ଫର୍ମ ରେ ସବୁ ସବୁ ଫର୍ମରେ ଫର୍ମ ଅଛନ୍ତି। ରେ ମାନେ ସବୁ ତାଙ୍କର ଫର୍ମ ରେ ଏଣ୍ଡ ଅଫ ଦ କ୍ୟାରିୟର ଆଡକୁ ସବୁ ପୁରା ପିକ୍ ଫର୍ମରେ ଅଛନ୍ତି। ପିକ୍ କରରେ हाँ ଅଛନ୍ତି। यही प्रीवियस यही रिसेंट जो आसेस गला रूट बेन स्मिथ ସ୍ମିଥ ସେ ଦି ହଁ ଜଣ ତା ପରଫର୍ମାନ୍ସ ଦେଖେଇ ଦେଇଛନ୍ତି। ସେଇ ଜଣ, ହଁ। ଆଉ ଗୋଟେ ଜିନିଷ ହଉଛି, ଯଦି ଆସେସ୍ କୁ ଫଲୋ କରୁଥିବେ ମାନେ ଆମ ଦର୍ଶକ ମାନେ, ତ ମୁଁ ଖାଲି ଗୋଟେ ଜିନିଷ କମେଣ୍ଟ ବକ୍ସ ରେ ମାନେ ମୁଁ କହିବାକୁ ଚାହୁଁଛି କି ଇଂଲଣ୍ଡର କୋଉଠି ମାନେ କିଛି କୋଉ ଜିନିଷଟା ଲ୍ୟାକ୍ ରହୁଛି କି ସେମାନେ ଦିଟା ଯାକ ମ୍ୟାଚ୍ ଏପର୍ଯ୍ୟନ୍ତ ମାନେ କହିବାକୁ ଗଲେ ମାନେ କୁକୁର ତାଙ୍କର ଭଳିଆ ହାରି ଯାଇଛନ୍ତି। ତାଙ୍କର ସେଇ ଯୋଉ ମାଇଣ୍ଡ ସେଟ ଆମେ ବ୍ୟାଟ୍ ବଲ୍ ଖେଳିବୁ। କମେଣ୍ଟ ବକ୍ସ ରେ ସେଣ୍ଡ କରନ୍ତୁ ମେସେଜ। ମୋର ତ ହଁ ହଉଛି ମାନେ ଏଇଆ ମତାମତ କି ତାଙ୍କ ବ୍ୟାଟ୍ ବଲ୍ ପାଇଁ ହିଁ ସେମାନେ ଡିକ୍ଲାଇନ ହେଇଛି। ବାକି ଆପଣ ମାନଙ୍କର କଣ ମତାମତ ସେଟା ଆପଣ ମାନେ କମେଣ୍ଟ ବକ୍ସ ରେ ହିଁ ଜଣାନ୍ତୁ, ଆଉ ଆମେ ହଁ ତାର ରିପ୍ଲାଏ ମଧ୍ୟ ଦବୁ। ଓକେ, ତ ତ ଏଥିସହିତ ମାନେ ଆଉ କାହାର କିଛି କହିବାର ଏମିତି ଅଛି? ନାଇଁ ନାଇଁ ଦେବପ୍ରିୟ, ଏମିତି ଏବେ ଏବେ ଏମିତି କହିବାକୁ ଯିବା ଅ, ତ 16 ଟୁ ଗୋ 16 ନା 16ଟା ହିଁ ବାକି ଅଛି ନା ବିରାଟ କୋହଲିର, ଅଲମୋଷ୍ଟ 40 ଭାଇ ଭଳିଆ ମ୍ୟାଚ୍ ତ 16, ପାଇବ ବିରାଟ କୋହଲି ଆଉ। ଭାଇ 16 ହଁ କାଇଁ ଭାବୁଛ, 17 କାଇଁ ଭାବୁନ? 17 ତମେ ତମେ 17 100 ଭାବନି ଭାଇ, ରାଇଟ 101 ଭାବ। 101 ଭାବ। ରାଇଟ 17 ଟୁ ଗୋ। ଭାଇ ଓକେ, ସେ ମୁଁ ହଉଛି ଦରକାର ବଡ ଭାଇ ଫ୍ୟାନ ଦରକାର। ହଉଛି ଗଡ ଅଫ କ୍ରିକେଟ ସଚିନ ତେନ୍ଦୁଲକର, କିନ୍ତୁ ଯଦି ଜଣେ ମାନେ ଗୋଟେ ଜିନିଷ ହଉଛି କଣ କେତେ କହିଲ, ଚେଷ୍ଟା କରୁଛି, ହଁ, କେତେ ତାପରେ ତାର ଆଉ ଗୋଟେ ପରଫରମାନ୍ସ ନାଇଁ, ଚେଷ୍ଟା ଦେଇଛି। ତ ଅଲଗା କଥା, ଚେଷ୍ଟା ତ ସମସ୍ତେ କରିବେ, କିନ୍ତୁ ଜିନିଷ ହଉଛି କଣ, ଯଦି ଜଣେ ଇଣ୍ଡିଆନ ପ୍ଲେୟର ଗୋଟେ ମାନେ ଯଦି ରେକର୍ଡ କୁ ଭାଙ୍ଗିବ, ନୂଆ ରେକର୍ଡ ତ ସେଇଟା ତିଆରି ମାନେ କରୁଛି, ରେକର୍ଡ ଖୁସିଟା ଭାଙ୍ଗିବ ଦ୍ୱିଗୁଣିତ ତ ଦୂରର ହେଇଯାଏ। କଥା, ରେକର୍ଡ ଭାଙ୍ଗିବା ଯେତିକି ନୁହେଁ, ଗୋଟେ ରେକର୍ଡ ତିଆରି କରିବାର ମହତ୍ଵ ବହୁତ ଅଛି। ମହତ୍ଵ ବହୁତ, ହଁ। ବାସ୍, ତାପରେ ଆଗକୁ ଆଉ ଆଉ ଦି ଗୋଟେ କଥା ବି କିଏ ହଉଛି, ପ୍ଲେୟର ବଡ ଆସିବ ଯିଏ କଥା ବି ବିରାଟ ହଉଛି, କୋହଲିର ବି ରେକର୍ଡ ଭାଙ୍ଗିବ। ଏଇ କଥାଟା ହିଁ ମୁଁ କହୁଛି, ମୁଁ ଏଇ କଥାଟା ହିଁ କହିବାକୁ ଚାହୁଁଥିଲି। ଦିଟା ପ୍ଲେୟାରଙ୍କର ଦିଟା କାଟାଗୋରୀ ଥାନ୍ତି, ଗୋଟେ ଲିଜେଣ୍ଡ ଆଉ ଗୋଟେ ଗୁଡ ପ୍ଲେୟାର, ଭଲ ପ୍ଲେୟାର ମାନେ ବେଷ୍ଟ ପ୍ଲେୟାର। ବିରାଟ କୋହଲି, ତେନ୍ଦୁଲକର, ରୋହିତ ଶର୍ମା, ଧୋନି, युवराज सिंह, सुरेश राइना, ମାନେ ଏମିତି ବୀରେନ୍ଦ୍ର, ଇନଫାକ୍ଟ ଗୌତମ କପିଲ ଗମ୍ଭୀର, ଦେବ ସରି ଆମର କପିଲ ଦେବ କପିଲ ଦେବ, ଗୌତମ ଏମାନେ ଗମ୍ଭୀର ସବୁ ତ ମୁଁ ଲେଜେଣ୍ଡ। ଏବେ ଆଉ କହିବିନି, ସେ ଯେମିତି ବି ଏବେ ସବୁ ଚାଲିଛି ଗୌତମ ଗମ୍ଭୀର କହିବିନି, ଗୋଟେ ଟାଇମରେ କହୁଥିଲି, ଏବେ ଆଉ କହିବିନି। ମାନେ ଏବେ ଆମେ ଯଦି ଏବେକା ଏରା ଇନକ୍ଲୁଡ କରିବା ଜସପ୍ରୀତ ବୁମରା, ହଁ, ଆଉ ଅଲରାଉଣ୍ଡର ହିସାବରେ ବୋଲିଂ ରେ ହାର୍ଦ୍ଦିକ ପାଣ୍ଡ୍ୟା, ଏମାନେ ସବୁ, ହଁ ଏମାନେ ସବୁ ଲିଜେଣ୍ଡ, ଏ ଦି ଜଣ ଲିଜେଣ୍ଡ କାଟାଗୋରୀ ପଶି ପାରିବେ ଆଉ ଟିକେ, ଆଉ କିଛି ଦିନ, ଆଉ କିଛି ଇଏ ପରେ। ଏମାନେ ସବୁ ଯୋଉ ଥିଲେ MS ଧୋନି, ବିରାଟ କୋହଲି, ଏସବୁ ଲିଜେଣ୍ଡ ଅଲରେଡି ହେଇସାରିଛନ୍ତି। ସୁନୀଲ ଡିଫରେନ୍ସ କଣ? ଗାଭାସ୍କର ଏମାନେ ଲମ୍ବା ଲମ୍ବା ଇୟର 15 16 ବର୍ଷ 17 ବର୍ଷ 18 ବର୍ଷ ଲେଖା ଇଣ୍ଡିଆକୁ ସେମିତି କଜନ ପ୍ରୋଭାଇଡ କରିଚାଲିଛନ୍ତି କି ସେ ତାଙ୍କ କାନ୍ଧରେ ଇଣ୍ଡିଆକୁ ୱାନ୍ ହ୍ୟାଣ୍ଡେଡଲି ମ୍ୟାଚ୍ ଜିତେଇ ଚାଲିଛନ୍ତି, ବାସ୍ ୱାନ୍ ସିଙ୍ଗଲ ହ୍ୟାଣ୍ଡେଡଲି ମ୍ୟାଚ୍ ଜିତେଇ ଚାଲିଛନ୍ତି। 18 ବର୍ଷ ଯେତେବେଳେ MS ଧୋନି ତା ଲାଷ୍ଟ ୱାର୍ଲଡ କପ୍ ଖେଳିଥିଲା, ସେ ଟାଇମରେ ବି ସମସ୍ତଙ୍କ ଭରସା ଥିଲା ଧୋନି ଅଛି ତ ହେଇଯିବ। ହେଇଯିବ, ହଁ ବିରାଟ କୋହଲି ଏବେ 38 ବର୍ଷ 36 37 ବର୍ଷ ଏଜରେ ଯେତେବେଳେ ପିଚ୍ କୁ ଆସୁଛି, ୱିକେଟ ହଉନି ତ ସମସ୍ତଙ୍କ ଭରସା ରହୁଛି ବିରାଟ କୋହଲି ଅଛି ହେଇଯିବ। ହେଇଯିବ ବାସ୍। ଆଉ ଏବେ କିଏ ଆମେ କିନ୍ତୁ ଆଜି ବି କେହି ସେଇ କନଫିଡେନ୍ସ ବିରାଟ କୋହଲିଠୁ ଏକ୍ସପେକ୍ଟ କରୁଛୁ ବିରାଟ କୋହଲି ଆଜି ଗୋଟେ ସେଞ୍ଚୁରୀ ମାରିଦଉ, ଆଜି ବି ଆମେ ଏକ୍ସପେକ୍ଟ ସେଞ୍ଚୁରୀ କରୁଛୁ। ମାରିଦଉ ବାସ୍ ଏକ୍ସପେକ୍ଟ କରୁଛି, ମୋର ତ କାହିଁକି ବହୁତ ନା ମନ ଦୁଃଖ ହେଲା କି ଥାର୍ଡ ଓଡିଆଇରେ କାଳେ କିଏ ଗୋଟେ କମ ସ୍କୋର କରିଥାନ୍ତା, ନାଇଁ ତାହେଲେ ନାଇଁ ବିରାଟ ଠିକ କୋହଲି ଅଛି, ଆଉ ଗୋଟେ ପାଇ ଠିକ ଅଛି। ବିରାଟ ଆକ୍ଚୁଆଲି କୋହଲି କେବେ ହଁ, ବି ଫ୍ଲପ ହେଇନି ଆକ୍ଚୁଆଲି। ମୁଁ ଗୋଟେ ବିରାଟ ଇଣ୍ଟରେଷ୍ଟିଂ କୋହଲି କେବେ ଷ୍ଟାର୍ଟ ବି କହିବି, ଫ୍ଲପ ହେଇନି, ପ୍ରୀତିଶ ଗଦାଧର ଗୋଟେ ଇଣ୍ଟରେଷ୍ଟିଂ ଏକ୍ସପେକ୍ଟେଡ ଷ୍ଟାର୍ଟ ମାନେ କହୁଛି। ବିରାଟ କୋହଲିର ସେଞ୍ଚୁରୀ ଆଉ KL ରାହୁଲର କ୍ୟାପ୍ଟେନସିରେ ମାନେ ଗୋଟେ ଲଭ ବଣ୍ଡ ଅଛି।
କେଏଲ ଯେତିକି କ୍ୟାପ୍ଟେନ୍ସି କରିଛି ଆଉ ହଁ ମୁଁ କହିବାକୁ ଚାହୁଁଛି କି ବିରାଟ କୋହଲି ଯେତିକି କେଏଲ ର କ୍ୟାପ୍ଟେନ୍ସିରେ ଖେଳିଛି ଆଉ ତାର ସେଞ୍ଚୁରୀର ପରସେଣ୍ଟେଜ ଆଟଲିଷ୍ଟ 98 ରୁ 99% ଅଛି। ତ ଯଦି ଠିକ ଆଉ ସେମିତି ତ କହିବାକୁ ଗଲେ ଯଦି ବିରାଟ କୋହଲିର ସେଞ୍ଚୁରୀ ଚାହୁଁଛ ତାହେଲେ କେଏଲ କୁ ପରମାନେଣ୍ଟ କ୍ୟାପ୍ଟେନ କରିଦିଅ ନା କଣ କହୁଛ? ସେମିତି ଓଡିଆଇ ସେମିତି ନୁହଁ ବିରାଟ କୋହଲି ସେମିତି ହେଇଥିଲେ ଆରେ ଗୋଟେ ପ୍ଲେୟାର ଯଦି 20ଟା ସେଞ୍ଚୁରୀ ମାରିଛି ସେ କଥା ଆମେ କହିପାରିବା। 84ଟା ଭାଇ, ହଁ 84 ଥୋଡି ନା ସେମିତି ମାରିଛି ସେ ପ୍ଲେୟାର କଣ୍ଟିନ୍ୟୁ ଏବେ। ଆଚ୍ଛା, ବିରାଟ କୋହଲିର ଫିଟନେସ କୁ ଏବେ ମ୍ୟାଚ୍ କଲାବେଳେ ଇଣ୍ଡିଆନ ଟିମ ରେ କେହି ନାହାନ୍ତି। ନାହିଁ ହଁ। ଜେନୁଇନ କଥା 36 37 ଏଜ ରେ ତାର ଫିଟନେସ କୁ ମ୍ୟାଚ୍ କଲାବେଳେ ଏବେ ଇଣ୍ଡିଆନ ଟିମ ରେ କେହି ନାହାନ୍ତି। ଆଉ ଆଉ ପୁଣି ସେଇ ଆଜି ଯିଏ ଓଡିଆରେ 1-2 ରେ ବସିଛନ୍ତି ତାଙ୍କୁ ଟିମ ରୁ ବାହାର କରିବା ପାଇଁ ପ୍ଲାନିଂ ଚାଲିଥିଲା। ପ୍ଲାନିଂ ଥିଲା, ବହୁତ ଜଣଙ୍କ ଓକେ ସୂତ୍ରରୁ ଜଣା ତ ପଡୁଛି ଠିକ ସେମାନେ ଅଛି କି ଓଡିଆରୁ ବାହାର କରିବା ପାଇଁ। ଠିକ ଅଛି ପ୍ରୀତିଶ ଦେବପ୍ରିୟ, ଆମେ ମାନେ ଡିସ୍କସନ ଗୋଟେ କଲେ ତ ଗୋଟେ ଭାଇ ସରିବନି। ଗୋଟେ ଗୋଟେ ସେଇ ଦି ଓକେ ଜଣଙ୍କୁ T20 ରୁ ସେମାନେ ସ୍ୱତନ୍ତ୍ର ଭାବେ ରିଟାର୍ନ ନେଇଗଲେ ଆଉ ଟେଷ୍ଟ ରୁ ତାଙ୍କୁ ବାହାର କରିଦେଲ। ରିଟର୍ନ ନେଇଗଲେ ଆଜି ସେ ଟେଷ୍ଟ ଟିମ ର ଅବସ୍ଥା କଣ ଆଉ T20 ର ଅବସ୍ଥା କୁଆଡେ ଯାଉଛି ଦେଖ। ଆଉ ତମେ କହୁଛ ଅବସ୍ଥା କଣ 1-2 ଦେଖ, ରୁ ବାହାର ଓଡିଆଇ ଟିମ କରିଦବା। ର ଅବସ୍ଥା ଦେଖ, ଓଡିଆରୁ ତମେ ଓଡିଆଇ ବାହାର ଟିମ ର କରିବା ପାଇଁ ଅବସ୍ଥା ଦେଖ ବସିଛ, ସେଇ ଦି ଜଣ ପୁଣି ଆଉ ଥରେ ତାଙ୍କ କାନ୍ଧରେ ବସ୍ତରେ। କ୍ୟାରି କରୁଛନ୍ତି ଟୋଟାଲ ଟିମ କୁ। ହୁଁ ନିହାତି ଓକେ ନିହାତି ଏତେ ତ ନିହାତି ମାନେ ଅଜିତ ଅଗରକର ଆଉ ସମସ୍ତଙ୍କୁ ଆ ଦେହରେ ଟିକେ ବି ଇନଭଲ୍ଭ ହବାକୁ ପଡିବ ନିହାତି। କାରଣ ମୁଁ ଏଇଟା ମୁଁ ଅଡିଏନ୍ସ ଗୋଟେ ମାନଙ୍କ କଥା, ମୁଁ ତମେ ତ ପଇସା ନଉଛ ମୁଁ ବସି ଯାଉଛ। ହଁ ପ୍ରୀତି ସେ କଥା ଥର ଆକ୍ଚୁଆଲି ମୁଁ ଗୋଟେ ସର୍ଟ ଭିଡିଓ ମୁଁ ରେକର୍ଡ କରିଛି, ମୁଁ ଯୋଉ ଯାଇଥିଲି ଟିକେ ବୁଲିବାକୁ ତ ତା ଭିତରେ ବି ମୁଁ ଟିକେ ଟାଇମ ବାହାର କରି ଗୋଟେ ସର୍ଟ ଭିଡିଓ ରେକର୍ଡ କରିଛି ଯୋଉଟା କି ଅଜିତ ଅଗରକର ଆଉ ଗୌତମ ଗମ୍ଭୀରକୁ ଟିକେ ବ୍ଲେମ କଲା ବେଳେ ମୁଁ କଥା କହିଛି, ସେଟା ଅପଲୋଡ ହବ ଆଗକୁ। ତ ତାର ଏଡିଟିଂ ଚାଲିଛି, ତାକୁ ଅପଲୋଡ ବି କରିବି। ତ ସେଇଟା ଦେଖିକି ମତେ ରିଆକ୍ସନ ଦବ ତମମାନେ, ଠିକ ଅଛି? ଠିକ ଅଛି। ଠିକ ଓକେ, ଅଛି, ଏଥି ତ ସହିତ ଆମେ ଆଉ ଆଜିର ଭିଡିଓଟିକୁ ଲମ୍ବା ଭିଡିଓକୁ ଟାଣିବାନି। ବାସ୍ ବାସ୍ ଆଉ ଠିକ ଗୋଟେ ଭିଡିଓ ଆମେ ବି ମାନେ ଆମ ଦର୍ଶକ ମାନଙ୍କ ପାଇଁ ଆଉ ଗୋଟେ ଭିଡିଓ ଆଇପିଏଲ ରିଗାର୍ଡିଂ ଏବେ ମୁଁ ଭାବୁଛି ମାନେ କେତେ ଜଣ ପ୍ଲେୟାର ଅଛନ୍ତି, ମାନେ ଇନ ଦ ସେନ୍ସ କୋଉ ଟିମରେ କୋଉ ପ୍ଲେୟାର ଅଛନ୍ତି, ଆଉ ପସିବିଲିଟି କାହାର କିଏ କୋଉ ଟିମ୍ ଯିବାର ଅଛି, ଏ ରିଗାର୍ଡିଂ ଗୋଟେ ଭିଡିଓ ଆମର ବନେଇବାର ଅଛି, ବନେଇଦବା ମଧ୍ୟ। ନେକ୍ସଟ ଥାର୍ଡ T20 ରେ ରେଜଲ୍ଟ ଆଉ ରିଭ୍ୟୁ ବିଷୟରେ ଜଣେଇବା। ତ କଣ କହୁଥିଲେ ପ୍ରିୟ, ଭିଡିଓ ଟିକେ ବନ୍ଦ କରିବା ଭିଡିଓଟିକୁ ନା ଏଇଠି ଗଦାଧର କଣ ଏଇଠି କହୁଛୁ? ବନ୍ଦ କରିବା। ଯଦି ଆପଣମାନଙ୍କୁ ଭିଡିଓଟି ବନ୍ଦ ପସନ୍ଦ କରିବା ଆସେ ଭିଡିଓଟିକୁ ଏଇଠି ଆମେ ବନ୍ଦ ରଖିବା। କରିବା ତମେ ଆଗେ ତମ ମୋବାଇଲ ଟା ଟିକେ ବନ୍ଦ କର। ଓକେ, ଠିକ ଅଛି, ତ ଭିଡିଓଟିକୁ ଆମେ ଏଇଠି ସମାପ୍ତ କରିବା। ତ ଆପଣଙ୍କୁ ଯଦି ଭିଡିଓଟି ଧନ୍ୟବାଦ। ପସନ୍ଦ ଆସେ ତ ଭିଡିଓଟିକୁ ଏବେ ବିଦାୟ ନେବା ଆମ ଦର୍ଶକ ମାନଙ୍କୁ। ଟିକେ ଲାଇକ୍ କରିକି ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦେବେ, ସୋ ଦ୍ୟାଟ ଆମେ ବି ଟିକେ ମୋଟିଭେଟେଡ ହବୁ। ଆଉ ଆଉ ଆପଣମାନଙ୍କ ଟିକେ ପାଖକୁ ଏଇଭଳିଆ ଭଲ ଭଲ କଣ୍ଟେଣ୍ଟ ଆମେ ନେଇକି ଆସିପାରିବୁ। ଆଉ ଟିକେ ଏଇଟା କରିବେ ନା, ଆଉ ସେୟାର ଟିକେ ଏଇଟା କରିବେ ସେୟାର ସେୟାର। ଓକେ, ତ ଏଥିସହିତ ଆମେ ଆପଣମାନଙ୍କଠୁ ବିଦାୟ ନଉଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।